ପିଲାଏ ଶୁଭ ସକାଳର ଶୁଭକାମନା। ଈଶ୍ୱର ତୁମମାନଙ୍କର ମଙ୍ଗଳ କରନ୍ତୁ, ସମସ୍ତଙ୍କୁ ଖୁସିରେ ରଖନ୍ତୁ। ଚାଲ ଆଜି ଆମେ ପଢ଼ିବା ଗଭର୍ଣ୍ଣମେଣ୍ଟ ବା ସେଣ୍ଟ୍ରାଲ ପାୱାର ବିଷୟରେ ଆଜି କିଛି ଆସ ଜାଣିବା। କେନ୍ଦ୍ର ସରକାର, କେନ୍ଦ୍ର କାର୍ଯ୍ୟପାଳିକା, କେନ୍ଦ୍ର ବ୍ୟବସ୍ଥାପିକା, କେନ୍ଦ୍ର ସଂସଦ, କେନ୍ଦ୍ର ନ୍ୟାୟପାଳିକା, ଭାରତ ଓ ସର୍ବୋଚ୍ଚ ନ୍ୟାୟାଳୟ ବିଷୟରେ ଆଜି କିଛି ଆମେ ଜାଣିବା। ରାଷ୍ଟ୍ର। ଅଧ୍ୟାପକ ଗାର୍ନରଙ୍କ ମତରେ ସ୍ଥାୟୀ ଭାବରେ ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ଭୋଗ ଦଖଲକାରୀ, ବାହ୍ୟ ନିୟନ୍ତ୍ରଣ ମୁକ୍ତ ଏବଂ ଅଧିକାଂଶ ଅଧିବାସୀଙ୍କ ନିରବଚ୍ଛିନ୍ନ ଆନୁଗତ୍ୟ ଲାଭ କରୁଥିବା ଏକ ସଂଗଠିତ ସରକାର ଅଧିକାରୀ ଊଣାଧିକ ଲୋକମାନଙ୍କ ସମ୍ପ୍ରଦାୟକୁ ରାଷ୍ଟ୍ର କହନ୍ତି। ଜନସଂଖ୍ୟା। ଆୟତନ ଅନୁସାରେ ସରକାର ସାର୍ବଭୌମତ୍ୱ। ଆନ୍ତର୍ଜାତିକ ସ୍ୱୀକୃତି, ରାଷ୍ଟ୍ରର ଉତ୍ପତ୍ତି ଓ ବିକାଶ। ଐଶ୍ୱରିକ ସୃଷ୍ଟିତତ୍ତ୍ୱ, ଶକ୍ତିତତ୍ତ୍ୱ, ପିତୃକୈନ୍ଦ୍ରିକ ଓ ମାତୃକୈନ୍ଦ୍ରିକ ଯୁକ୍ତିବାଦ। ବିବର୍ତ୍ତନ ତତ୍ତ୍ୱ, ରକ୍ତ ସମ୍ପର୍କ, ଧର୍ମ, ଶକ୍ତି, ବ୍ୟକ୍ତିଗତ ସମ୍ପତ୍ତି, ରାଜନୈତିକ ଭାବନା। ରାଷ୍ଟ୍ରର କାର୍ଯ୍ୟ। ରାଷ୍ଟ୍ର କାର୍ଯ୍ୟ ଦୁଇ ପ୍ରକାରର, ଯଥା ବାଧ୍ୟତାମୂଳକ କାର୍ଯ୍ୟ ଆଉ ଗୋଟେ ହେଲା ଇଚ୍ଛାଧୀନ କାର୍ଯ୍ୟ। ବାଧ୍ୟତାମୂଳକ କାର୍ଯ୍ୟ କ'ଣ? ଦେଶ ମଧ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଜନସାଧାରଣଙ୍କ ଧନ ଓ ଜୀବନକୁ ସୁରକ୍ଷା ଦେବା, ଦେଶକୁ ବହିର୍ଶତ୍ରୁ ଆକ୍ରମଣରୁ ରକ୍ଷା କରିବା। ଉତ୍ତମ ବୈଷୟିକ ନୀତି ପ୍ରଣୟନ କରି ଅନ୍ୟ ଦେଶମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା, ଲୋକମାନଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ଆଇନ ଅଦାଲତର ବ୍ୟବସ୍ଥା କରିବା। ଇଚ୍ଛାଧୀନ କାର୍ଯ୍ୟ, ତା ଇଚ୍ଛାରେ କୋଉଟା ହେଉଛି। ଶିଳ୍ପ ସଂସ୍ଥାମାନଙ୍କୁ ନିୟନ୍ତ୍ରଣ କରିବା। କୃଷିର ଆଧୁନିକୀକରଣ, ଜଳସେଚନ ଓ ସମବାୟ ସଂସ୍ଥାର ଉନ୍ନତି କରିବା। ଅତ୍ୟାବଶ୍ୟକ ଜିନିଷର ଉଚିତ ଦରରେ ଯୋଗାଣ ଓ ବିକ୍ରି କରିବା। ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତି କରିବା ଓ କାର୍ଯ୍ୟକାରୀ କରିବା ପଦକ୍ଷେପ ନେବା। ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥାର ଉପଯୁକ୍ତ ପରିଚାଳନା କରିବା। ଅର୍ଥନୈତିକ ଯୋଜନା ଦ୍ୱାରା ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ କରିବା। ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା କରିବା। ବୃଦ୍ଧ, ବୃଦ୍ଧା, ପିତୃ, ମାତୃହୀନ ଓ ଭିନ୍ନକ୍ଷମମାନଙ୍କ ପାଇଁ ସାମାଜିକ ସୁରକ୍ଷା ପ୍ରଦାନ କରିବା। ବ୍ୟକ୍ତିର ଅଧିକାର ଇତ୍ୟାଦି ସୁରକ୍ଷା କରିବା। ବର୍ତ୍ତମାନ ବିଭିନ୍ନ ରାଷ୍ଟ୍ର ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୈତିକ ଓ ସାମାଜିକ ସୁରକ୍ଷା ଭଳି ଅନେକ ଯୋଜନା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି କାର୍ଯ୍ୟକ୍ରମଗୁଡ଼ିକ ସଫଳତା ଭାବେ କାର୍ଯ୍ୟକାରୀ ହୋଇ ଜନସାଧାରଣଙ୍କର ବହୁ ଉନ୍ନତି ହେଉଛି। କେନ୍ଦ୍ର ସରକାର। ଭାରତ ଗୋଟିଏ ସଂଘୀୟ ସାଧାରଣତନ୍ତ୍ର ରାଷ୍ଟ୍ର। ଏଠାରେ ଦ୍ୱୈତ ଶାସନ ବ୍ୟବସ୍ଥା ପ୍ରଚଳିତ। କେନ୍ଦ୍ରରେ ରହିଛି କେନ୍ଦ୍ର ସରକାର ଓ ପ୍ରତ୍ୟେକ 29 ଗୋଟି ରାଜ୍ୟରେ ରହିଛି ରାଜ୍ୟ ସରକାର ଏବଂ 9 ଗୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି। ପ୍ରତ୍ୟେକ ସରକାରର 3 ଗୋଟି ଅଙ୍ଗ ରହିଛି, କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ନ୍ୟାୟପାଳିକା। ତାହେଲେ ପ୍ରତ୍ୟେକ ସରକାରର କେତୋଟି ଅଙ୍ଗ ଅଛି? ରାଜ୍ୟ ସରକାର ଆଉ ଦେଶ ସରକାରଙ୍କର ଆମର 3ଟି ଅଙ୍ଗ ଅଛି, ଯଥା କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଆଉ ନ୍ୟାୟପାଳିକା। କେନ୍ଦ୍ର କାର୍ଯ୍ୟପାଳିକା କହିଲେ
ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ ସମଷ୍ଟିକୁ ବୁଝାଏ। ରାଷ୍ଟ୍ରପତି ରାଷ୍ଟ୍ରପତି ହେଉଛନ୍ତି ନିର୍ବାଚିତ ସର୍ବୋଚ୍ଚ ସାମ୍ବିଧାନିକ ଶାସନର ମୁଖ୍ୟ। ତାହେଲେ ଆମର ସମ୍ବିଧାନ ଶାସନର ମୁଖ୍ୟ ହେଲେ ରାଷ୍ଟ୍ରପତି। ସେ ସମଗ୍ର ଦେଶରେ ଐକ୍ୟର ପ୍ରତୀକ ଓ ସମ୍ମାନାସ୍ପଦ ପ୍ରଥମ ନାଗରିକ। ରାଷ୍ଟ୍ରପତି ନିର୍ବାଚନ। ଭାରତର ରାଷ୍ଟ୍ରପତି ଲୋକମାନଙ୍କ ଦ୍ୱାରା ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି। ସଂସଦ ଓ ରାଜ୍ୟ ବିଧାନସଭାର ସମସ୍ତ ନିର୍ବାଚିତ ସଦସ୍ୟମାନଙ୍କୁ ନେଇ ଗଠିତ। ନିର୍ବାଚକ ମଣ୍ଡଳୀ ଦ୍ୱାରା ଆନୁପାତିକ ପ୍ରତିନିଧିତ୍ୱ ଓ ଏକକ ହସ୍ତାନ୍ତରୀୟ ଗୋପନୀୟ ପସନ୍ଦ ଭୋଟ ଦାନ ପ୍ରଣାଳୀ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି। ରାଷ୍ଟ୍ରପତି ନିର୍ବାଚନ ପ୍ରତି 5 ବର୍ଷରେ ଥରେ ହୋଇଥାଏ। ଏହି 5 ବର୍ଷ ନ ପୂରଣ ହେବା ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ସ୍ୱଇଚ୍ଛାରେ ଇସ୍ତଫା ଦେଇପାରନ୍ତି। ସେହିପରି ସ୍ଥଳେ ଉପରାଷ୍ଟ୍ରପତି 6 ମାସ ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦରେ କାର୍ଯ୍ୟ କରିଥାନ୍ତି। ରାଷ୍ଟ୍ରପତି ନିର୍ବାଚନ ଆଇନ ଅନୁସାରେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ବ୍ୟକ୍ତିଙ୍କ ମନୋନୟନ ପତ୍ରରେ ଅନ୍ତତଃ 50 ଜଣ ପ୍ରସ୍ତାବକ ଓ 50 ଜଣ ସମର୍ଥକ ଥିବେ। ମନୋନୟନ ପତ୍ର ଦାଖଲ କଲାବେଳେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀକୁ 50,000 ଟଙ୍କା ଅମାନତ ଜମା ରଖିବାକୁ ହେବ। ରାଷ୍ଟ୍ରପତି ନିର୍ବାଚନରେ ସ୍ଥିର ହୋଇଥିବା ଭୋଟ କୋଟାର 6 ଭାଗରୁ 1 ଭାଗ ଭୋଟ ନ ପାଇଲେ ପ୍ରାର୍ଥୀଙ୍କର ଅମାନତ ଟଙ୍କା ବାଜ୍ୟାପ୍ତି ହେବ। ସମ୍ବିଧାନରେ 54 ଓ 55 ଧାରାରେ ରାଷ୍ଟ୍ରପତି ନିର୍ବାଚନ ପ୍ରଣାଳୀ ବର୍ଣ୍ଣିତ ହୋଇଛି। ନିର୍ବାଚନ ମଣ୍ଡଳୀ କେନ୍ଦ୍ର ସଂସଦର ଉଭୟ ଗୃହରେ ନିର୍ବାଚିତ ସଦସ୍ୟ ପ୍ଲସ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚିତ ସଦସ୍ୟ, ଦିଲ୍ଲୀ ଓ ପଣ୍ଡିଚେରୀ ବିଧାନସଭାର ନିର୍ବାଚିତ ସଦସ୍ୟ। କେଉଁମାନେ ନୁହନ୍ତି? ବିଧାନ ପରିଷଦ ସଦସ୍ୟ। ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ପ୍ରାର୍ଥୀ ଲୋକସଭା ଓ ରାଜ୍ୟସଭା। 356 ଧାରା ଲାଗୁ କରାଯାଇଥିବା ରାଜ୍ୟ ବିଧାନସଭା ସଦସ୍ୟଙ୍କର ଭୋଟ ମୂଲ୍ୟ ରାଜ୍ୟର ମୋଟ ଜନସଂଖ୍ୟା ବିଧାନସଭାର ସଦସ୍ୟ ସଂଖ୍ୟା ହରଣ 1000। କେନ୍ଦ୍ର ଏମପିଙ୍କ ଭୋଟ ମୂଲ୍ୟ ସବୁ ରାଜ୍ୟର ବିଧାନସଭାର ସଦସ୍ୟ ମୋଟ ଭୋଟ ମୂଲ୍ୟ ସଂଖ୍ୟା ସଂସଦର ଉଭୟ ଗୃହରେ ମୋଟ ନିର୍ବାଚିତ ସଦସ୍ୟ ସଂଖ୍ୟା। ଭୋଟ ଗ୍ରହଣ କେନ୍ଦ୍ର ବିଧାନସଭା ଓ ପାର୍ଲିଆମେଣ୍ଟ ଯେତେ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଥିବେ ଭୋଟଦାତାଙ୍କୁ ସେତୋଟି ପସନ୍ଦ ଲେଖିବା ଆବଶ୍ୟକ। ପ୍ରାର୍ଥୀଙ୍କର ନାମ ପସନ୍ଦର କ୍ରମ କ, ଖ, ଗ, ଘ 1, 3, 2, 4। ଜଣେ ପ୍ରାର୍ଥୀ ନିର୍ବାଚିତ ହେବା ପାଇଁ କେତେ ପରିମାଣରେ ଭୋଟ ଆବଶ୍ୟକ ତାକୁ କୋଟା କୁହାଯାଏ। କୋଟା ସ୍ଥିର କରିବାର ସୂତ୍ର ହେଲା ସମୁଦାୟ କାମୀ ବା ଭ୍ୟାଲିଡ ଭୋଟ ମୂଲ୍ୟର ପରିମାଣ ପ୍ଲସ 1। ମନେକର ଭୋଟର କାମୀ ପରିମାଣ 50,000 ତେବେ କୋଟା ହେବ 50,000 ବାଇ 2 ପ୍ଲସ 1 ମାନେ 25,001। ସେତିକି ଭୋଟ ନ ପାଇଲେ ଜଣେ ନିର୍ବାଚିତ ହୋଇପାରିବ ନାହିଁ। ଜଣେ ନ ପାଇଲେ ସର୍ବନିମ୍ନ 15 ପସନ୍ଦର ପ୍ରାର୍ଥୀଙ୍କର ଦ୍ୱିତୀୟ ପସନ୍ଦ ଗଣାଯିବ। ଏହିପରି କୋଟା ଆସିବା ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କର ଯୋଗ୍ୟତା ରାଷ୍ଟ୍ରପତି ହେବା ପାଇଁ ଜଣେ ବ୍ୟକ୍ତି ଭାରତୀୟ ନାଗରିକ ହୋଇଥିବେ, ତାଙ୍କର ବୟସ 35 ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବ, ସେ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଅଧୀନରେ କୌଣସି ସଂସ୍ଥାରେ ଲାଭଜନକ ପଦବୀରେ ଅଧିଷ୍ଠିତ ହୋଇ ନଥିବେ।
କେନ୍ଦ୍ର କାର୍ଯ୍ୟପାଳିକା କହିଲେ ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମନ୍ତ୍ରିପରିଷଦ ସମଷ୍ଟିକୁ ବୁଝାଏ। ରାଷ୍ଟ୍ରପତି ରାଷ୍ଟ୍ରପତି ହେଉଛନ୍ତି ନିର୍ବାଚିତ ସର୍ବୋଚ୍ଚ ସାମ୍ବିଧାନିକ ଶାସନ ମୁଖ୍ୟ। ସେ ସମଗ୍ର ଦେଶର ଐକ୍ୟର ପ୍ରତୀକ ଓ ସମ୍ମାନାସ୍ପଦ ପ୍ରଥମ ନାଗରିକ ଅଟନ୍ତି। ତାହେଲେ ରାଷ୍ଟ୍ରପତି ଆମର ମୁଖ୍ୟ ହେଲେ ସାମ୍ବିଧାନିକ ଶାସନ। ରାଷ୍ଟ୍ରପତି ନିର୍ବାଚନ ଭାରତର ରାଷ୍ଟ୍ରପତି ଲୋକମାନଙ୍କ ଦ୍ୱାରା ପରୋକ୍ଷରେ ନିର୍ବାଚିତ ହୁଅନ୍ତି। ସଂସଦ ଓ ରାଜ୍ୟ ବିଧାନସଭାର ସମସ୍ତ ନିର୍ବାଚିତ ସଦସ୍ୟମାନଙ୍କୁ ନେଇ ଗଠିତ ନିର୍ବାଚକ ମଣ୍ଡଳୀ ଦ୍ୱାରା ଆନୁପାତିକ ପ୍ରତିନିଧିତ୍ୱ ଓ ଏକକ ହସ୍ତାନ୍ତରୀୟ ଗୋପନୀୟ ପସନ୍ଦ ଭୋଟଦାନ ପ୍ରଣାଳୀରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି। ରାଷ୍ଟ୍ରପତି ନିର୍ବାଚନ ପ୍ରତି 5 ବର୍ଷରେ ଥରେ ହୋଇଥାଏ। ଏହି 5 ବର୍ଷ ପୂରଣ ହେବା ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ସ୍ୱଇଚ୍ଛାରେ ଇସ୍ତଫା ଦେଇପାରନ୍ତି। ସେହିପରି ସ୍ଥଳେ ଉପରାଷ୍ଟ୍ରପତି 6 ମାସ ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦର କାର୍ଯ୍ୟ କରିଥାନ୍ତି। ରାଷ୍ଟ୍ରପତି ନିର୍ବାଚନ ଆଇନ ଅନୁସାରେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ବ୍ୟକ୍ତିଙ୍କ ମନୋନୟନ ପତ୍ରରେ ଅନ୍ତତଃ 50 ଜଣ ପ୍ରସ୍ତାବକ ଓ 50 ଜଣ ସମର୍ଥକ ଥିବେ। ମନୋନୟନ ପତ୍ର ଦାଖଲ କଲାବେଳେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀକୁ 50,000 ଟଙ୍କା ଅମାନତ ଜମା ରଖିବାକୁ ହେବ। ରାଷ୍ଟ୍ରପତି ନିର୍ବାଚନରେ ସ୍ଥିର ହୋଇଥିବା ଭୋଟ କୋଟାର 6 ଭାଗରୁ 1 ଭାଗ ଭୋଟ ନ ପାଇଲେ ପ୍ରାର୍ଥୀଙ୍କର ଅମାନତ ଟଙ୍କା ବାଜ୍ୟାପ୍ତି ହେବ। ସମ୍ବିଧାନର 54 ଓ 55 ଧାରାରେ ରାଷ୍ଟ୍ରପତି ନିର୍ବାଚନ ପ୍ରଣାଳୀ ବର୍ଣ୍ଣିତ ହୋଇଛି। ନିର୍ବାଚନ ମଣ୍ଡଳୀ କେନ୍ଦ୍ର ସଂସଦର ଉଭୟ ଗୃହରେ ନିର୍ବାଚିତ ସଦସ୍ୟ, ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚିତ ସଦସ୍ୟ, ଦିଲ୍ଲୀ ଓ ପଣ୍ଡିଚେରୀ ବିଧାନସଭାରେ ନିର୍ବାଚିତ ସଦସ୍ୟ ହୋଇଥାନ୍ତି। ସେ ଜଣେ କେଉଁମାନେ ନୁହନ୍ତି? ବିଧାନ ପରିଷଦ ସଦସ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ପ୍ରାର୍ଥୀ ଲୋକସଭା, ରାଜ୍ୟସଭା। 356 ଧାରା ଲାଗୁ କରାଯାଇଥିବା ରାଜ୍ୟ ବିଧାନସଭାର ସଦସ୍ୟ ଭୋଟ ମୂଲ୍ୟ ରାଜ୍ୟର ମୋଟ ଜନସଂଖ୍ୟା ଡିଭାଇଡେଡ୍ ବାଇ ବିଧାନସଭାର ସଦସ୍ୟ ସଂଖ୍ୟା ହରଣ 1000। କେନ୍ଦ୍ର ଏମପିଙ୍କ ଭୋଟ ମୂଲ୍ୟ ସବୁ ରାଜ୍ୟ ବିଧାନସଭା ସଦସ୍ୟଙ୍କ ମୋଟ ଭୋଟ ମୂଲ୍ୟ ସଂଖ୍ୟା। ସଂସଦର ଉଭୟ ଗୃହରେ ମୋଟ ନିର୍ବାଚିତ ସଦସ୍ୟ ସଂଖ୍ୟା। ଭୋଟ ଗ୍ରହଣ କେନ୍ଦ୍ର ବିଧାନସଭା ଓ ପାର୍ଲିଆମେଣ୍ଟ ଯେତେ ଜଣ ପ୍ରତିଦ୍ୱନ୍ଦ୍ୱ କରୁଥିବେ ଭୋଟଦାତାଙ୍କୁ ସେତଟି ପସନ୍ଦ ଲେଖିବା ଆବଶ୍ୟକ। ପ୍ରାର୍ଥୀଙ୍କ ନାମ ପସନ୍ଦର କ୍ରମ କ, ଖ, ଗ, ଘ 1, 3, 2, 4। ଜଣେ ପ୍ରାର୍ଥୀ ନିର୍ବାଚିତ ହେବା ପାଇଁ କେତେ ପରିମାଣର ଭୋଟ ଆବଶ୍ୟକ ତାକୁ କୋଟା କୁହାଯାଏ। କୋଟା ସ୍ଥିର କରିବାର ସୂତ୍ର ହେଲା ସମୁଦାୟ କାମୀ ବା ଭ୍ୟାଲିଡ୍ ଭୋଟ ମୂଲ୍ୟର ପରିମାଣ 1+1+1। ମନେକର ଭୋଟର କାମୀ ପରିମାଣ 50,000, ତେବେ କୋଟା ହେବ 50,000 ବାଇ 2 + 1 25,000। 1 ଯିଏ ଭୋଟ ପାଇଲା ସିଏ ଜିତିବ। ସେତିକି ଭୋଟ ନ ପାଇଲେ ଜଣେ ନିର୍ବାଚିତ ହୋଇପାରିବ ନାହିଁ। ଜଣେ ନ ପାଇଲେ ସର୍ବନିମ୍ନ ପସନ୍ଦର ପ୍ରାର୍ଥୀଙ୍କ ଦ୍ୱିତୀୟ ପସନ୍ଦ ଗଣାଯିବ। ଏହିପରି କୋଟା ଆସିବା ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କର ଯୋଗ୍ୟତା ବିଷୟରେ ଆସ ଜାଣିବା।
ରାଷ୍ଟ୍ରପତି ହେବା ପାଇଁ ଜଣେ ବ୍ୟକ୍ତି ଭାରତୀୟ ନାଗରିକ ହୋଇଥିବେ। ତାଙ୍କର ବୟସ 35 ବର୍ଷରୁ ଉର୍ଦ୍ଧ୍ୱ ହୋଇନଥିବ। ସେ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଅଧୀନରେ କୌଣସି ସଂସ୍ଥାରେ ଲାଭଜନକ ପଦବୀରେ ଅଧିଷ୍ଠିତ ହୋଇନଥିବେ। ସେ ଜଣେ ବିକୃତ ମସ୍ତିଷ୍କ ବା ଦେବାଳିଆ ହୋଇନଥିବେ। ସେ ସଂସଦ ବା କୌଣସି ରାଜ୍ୟ ବିଧାନସଭାର ସଦସ୍ୟ ନଥିବେ। ରାଷ୍ଟ୍ରପତିଙ୍କର ପଦ ନିଯୁକ୍ତି। ଆମେ କେମିତି ରାଷ୍ଟ୍ରପତିଙ୍କୁ ବାହାର କରିପାରିବା? ତାହେଲେ ଆମେ ରାଷ୍ଟ୍ରପତି କି କିପରି ବାହାର କରିବା ସେ ବିଷୟରେ ଆସ ଜାଣିବା। ସମ୍ବିଧାନ ଉଲ୍ଲଂଘନ କାରଣ ଯୋଗୁଁ ରାଷ୍ଟ୍ରପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଦ୍ୱାରା ପଦଚ୍ୟୁତି କରାଯାଇପାରିବ। ସଂସଦର ଯେକୌଣସି ଗୃହର 1/4 ସଭ୍ୟ 14 ଦିନ ପୂର୍ବରୁ ଲିଖିତ ନୋଟିସ ଦେଇ ସେହି ଗୃହରେ ମହାଅଭିଯୋଗ ପ୍ରସ୍ତାବ ଆଗତ କରିଥାନ୍ତି। ଏହି ପ୍ରସ୍ତାବକୁ ସେହି ଗୃହର ସର୍ବମୋଟ ସଭ୍ୟ ସଂଖ୍ୟାର 2/3 ସଭ୍ୟଙ୍କ ଦ୍ୱାରା ଅନୁମୋଦନ ହେବା ପରେ ତାହା ଅନ୍ୟ ଗୃହକୁ ଅନୁସନ୍ଧାନ ପାଇଁ ପଠାଯାଏ। ତାହେଲେ କ'ଣ? ସର୍ବମୋଟ ସଭ୍ୟ ସଂଖ୍ୟାର 2/3 3 ଭାଗରୁ 2 ଭାଗ ଲୋକମାନଙ୍କର ଅନୁମୋଦନ ପାଇଲା ପରେ ଆମେ ଅନ୍ୟ ଗୃହକୁ ଅନୁସନ୍ଧାନ ପାଇଁ ପଠାଇବା। ଉକ୍ତ ଗୃହ ମହାଅଭିଯୋଗ ପ୍ରସ୍ତାବ ଅନୁସନ୍ଧାନ କଲାବେଳେ ରାଷ୍ଟ୍ରପତି ଚାହିଁଲେ ନିଜେ ବା ତାଙ୍କର ପ୍ରତିନିଧିତ୍ୱ ସେଠାରେ ଉପସ୍ଥିତ ରହିପାରିବେ। ଅନୁସନ୍ଧାନ ପରେ ଏହି ଗୃହର ସର୍ବମୋଟ ସଭ୍ୟ ସଂଖ୍ୟା ଅନ୍ୟୁନ 2/3 ସଭ୍ୟଙ୍କ ସମର୍ଥନରେ ପ୍ରେରିତ ମହାଅଭିଯୋଗ ପ୍ରସ୍ତାବକୁ ଅନୁମୋଦନ କରନ୍ତି। ସେହି ଦିନଠାରୁ ରାଷ୍ଟ୍ରପତି ପଦଚ୍ୟୁତ ହୁଅନ୍ତି। ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ। ରାଷ୍ଟ୍ରପତି 5 ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି। ସେହି ପଦବୀରେ ପୁନଃ ନିର୍ବାଚିତ ହେବାରେ କୌଣସି ସାମ୍ବିଧାନିକ ବାଧା ନାହିଁ। 5 ବର୍ଷ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ରାଷ୍ଟ୍ରପତି ସ୍ୱଇଚ୍ଛାରେ ଇସ୍ତଫା ଦେଇ ପଦରୁ ଅବ୍ୟାହତି ନେଇପାରିବେ। ରାଷ୍ଟ୍ରପତିଙ୍କ ପଦବୀ ଶୂନ୍ୟ ପଡ଼ିଲେ ଉପରାଷ୍ଟ୍ରପତି ସର୍ବାଧିକ 6 ମାସ ପାଇଁ ଅସ୍ଥାୟୀ ରାଷ୍ଟ୍ରପତି କାର୍ଯ୍ୟ କରନ୍ତି। ରାଷ୍ଟ୍ରପତିଙ୍କର ଶପଥ ପାଠ। ରାଷ୍ଟ୍ରପତି ଈଶ୍ୱରଙ୍କ ନାମରେ ବା ଦୃଢ଼ ସଂକଳ୍ପ କରି ସମ୍ବିଧାନକୁ ମାନି ଚଳିବା ଏବଂ ସୁରକ୍ଷା ଦେବା ନିମନ୍ତେ ଶପଥ ପାଠ କରି ପଦବୀ ଅଳଙ୍କୃତ କରିଥାନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇଥାନ୍ତି। ରାଷ୍ଟ୍ରପତିଙ୍କର କ୍ଷମତା। ରାଷ୍ଟ୍ରପତି ହେଉଛନ୍ତି କେନ୍ଦ୍ରର ମୁଖ୍ୟ ବା କାର୍ଯ୍ୟପାଳିକା। ତାହେଲେ ରାଷ୍ଟ୍ରପତି ଆମର କ'ଣ ନା କେନ୍ଦ୍ରର ମୁଖ୍ୟ ବା କାର୍ଯ୍ୟପାଳିକା। ମାତ୍ର ସେ ବାସ୍ତବରେ ଶାସନର ମୁଖ୍ୟ ନୁହନ୍ତି। ରାଷ୍ଟ୍ରପତି ତାଙ୍କର ସମସ୍ତ କ୍ଷମତା କେବଳ ପ୍ରଧାନମନ୍ତ୍ରୀଙ୍କ ଓ ମନ୍ତ୍ରିମଣ୍ଡଳର ପରାମର୍ଶ କ୍ରମେ ଜାହିର କରିଥାନ୍ତି। ପ୍ରଶାସନିକ କ୍ଷମତା। କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରଶାସନିକ କ୍ଷମତା ରାଷ୍ଟ୍ରପତିଙ୍କ ଉପରେ ନ୍ୟସ୍ତ। ଲୋକସଭାର ସଂଖ୍ୟାଗରିଷ୍ଠ ଦଳର ନେତାକୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥାନ୍ତି ଏବଂ ତାଙ୍କ ପରାମର୍ଶରେ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦେଇଥାନ୍ତି। ବିଭିନ୍ନ ରାଜ୍ୟର ରାଜ୍ୟପାଳ, ସୁପ୍ରିମକୋର୍ଟର ବିଚାରପତିବୃନ୍ଦ, ଉଚ୍ଚ ନ୍ୟାୟାଳୟର ବିଚାରପତି, କେନ୍ଦ୍ରୀୟ ସାଧାରଣ ସେବା ଆୟୋଗର ଅଧ୍ୟକ୍ଷ ଓ ସଦସ୍ୟବୃନ୍ଦ, ନିର୍ବାଚନ ଆୟୋଗ ଓ ଅର୍ଥ ଆୟୋଗର ସଦସ୍ୟ, ମହାନିରୀକ୍ଷକ ଓ ହିସାବରକ୍ଷକ, ରାଷ୍ଟ୍ରଦୂତ, କୂଟନୀତିଜ୍ଞ ତଥା ଅନ୍ୟାନ୍ୟ ଆୟୋଗର କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ନିଯୁକ୍ତ କରନ୍ତି ଏବଂ ବହିଷ୍କାର କରିବାର କ୍ଷମତା ରହିଛି।
କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ଶାସକ ନିଯୁକ୍ତି କରିଥାନ୍ତି। ଯଦି ଲୋକସଭାରେ କୌଣସି ଦଳ ସଂଖ୍ୟାଗରିଷ୍ଠ ହାସଲ କରି ନ ପାରନ୍ତି ଓ ଗୋଟିଏ ଝୋଲା ସଂସଦ ସୃଷ୍ଟି ହୋଇଥାଏ, ତେବେ ସେ କ୍ଷେତ୍ରରେ ରାଷ୍ଟ୍ରପତି ନିଜର ଅଭିଜ୍ଞତା, ନିରପେକ୍ଷ ବିଚାର ଶକ୍ତି ଓ ବିବେକାନୁସାରେ ଏକ ବ୍ୟକ୍ତିକୁ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରନ୍ତି। ନବନିଯୁକ୍ତ ପ୍ରଧାନମନ୍ତ୍ରୀଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲୋକସଭାର ଆସ୍ଥା ଭୋଟ ଲୋଡ଼ିବାକୁ ହୁଏ। ତାଙ୍କର କ୍ଷମତା ବିଷୟରେ ଆସ ଜାଣିବା। ରାଷ୍ଟ୍ରପତି ହେଉଛନ୍ତି ଦେଶର ପ୍ରତିରକ୍ଷା ବାହିନୀର ସର୍ବୋଚ୍ଚ ସେନାଧ୍ୟକ୍ଷ, ଯଥା ଜଳ, ସ୍ଥଳ ଓ ଆକାଶ ବାହିନୀର ମୁଖ୍ୟ ସେନାଧ୍ୟକ୍ଷ ନିଯୁକ୍ତ ଦେଇଥାନ୍ତି। ମାନେ ଜଳପଥ, ସ୍ଥଳପଥ, ଆକାଶପଥରେ ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି। ତାଙ୍କ ନାମରେ ଯୁଦ୍ଧ ଘୋଷଣା ଓ ଶାନ୍ତି ଚୁକ୍ତି ସମ୍ପାଦିତ ହୁଏ। କୂଟନୈତିକ କ୍ଷମତା। ରାଷ୍ଟ୍ରପତି ବିଦେଶୀ ରାଷ୍ଟ୍ରମାନଙ୍କ ସହିତ ସୁସମ୍ପର୍କ ରଖିବା ପାଇଁ ସୌଜନ୍ୟମୂଳକ ଗସ୍ତରେ ବିଦେଶ ରାଷ୍ଟ୍ରକୁ ଯାଇଥାନ୍ତି ଓ ବୈଦେଶିକ ସମ୍ପର୍କରେ ତାଙ୍କ ନାମରେ ପରିଚାଳିତ ହୋଇଥାଏ। ସେ ରାଷ୍ଟ୍ରଦୂତମାନଙ୍କୁ ନିଯୁକ୍ତି ଦିଅନ୍ତି ଓ ବିଦେଶୀ ରାଷ୍ଟ୍ରର ପ୍ରତିନିଧିମାନଙ୍କୁ ସ୍ୱାଗତ କରନ୍ତି। ତାପରେ ହେଲା ବ୍ୟବସ୍ଥାପିକା କ୍ଷମତା। ସମ୍ବିଧାନର 123 ଧାରା ଅନୁସାରେ ରାଷ୍ଟ୍ରପତି ବ୍ୟବସ୍ଥାପକ କାର୍ଯ୍ୟ ସମ୍ପାଦନ କରନ୍ତି। ସେ ସଂସଦର ଉଭୟ ଗୃହରେ ପ୍ରଥମ ଅଧିବେଶନରେ ସ୍ୱାଗତ ଭାଷଣ ଦେଇଥାନ୍ତି। ଏହାକୁ ରାଷ୍ଟ୍ରପତିଙ୍କ ଅଭିଭାଷଣ କୁହାଯାଏ। ଲୋକସଭା ଓ ରାଜ୍ୟସଭା ବୈଠକକୁ ଆହ୍ୱାନ କରିଥାନ୍ତି ଏବଂ ସ୍ଥଗିତ ରଖିପାରନ୍ତି କିମ୍ବା ଆବଶ୍ୟକ ବେଳେ ଭାଙ୍ଗି ଦେଇ ପାରନ୍ତି। ରାଜ୍ୟସଭାକୁ କଳା, ବିଜ୍ଞାନ, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଦକ୍ଷତା ଥିବା 12 ଜଣ ସଭ୍ୟଙ୍କୁ ରାଷ୍ଟ୍ରପତି ମନୋନୀତ କରନ୍ତି। ଲୋକସଭାକୁ 2 ଜଣ ଆଙ୍ଗ୍ଲୋ ଇଣ୍ଡିଆନ୍ ସମ୍ପ୍ରଦାୟର ପ୍ରତିନିଧି ମନୋନୀତ କରନ୍ତି। ତାହେଲେ ଆମର ରାଷ୍ଟ୍ରପତି କ'ଣ ନା ରାଜ୍ୟସଭାକୁ 12 ଜଣ, ଲୋକସଭାକୁ 2 ଜଣ ବାଛିକି ପଠେଇଥାନ୍ତି। ରାଷ୍ଟ୍ରପତିଙ୍କ ସମ୍ମତି ବିନା କୌଣସି ଚିଠା ଆଇନ, ବିଲ୍, ପୂର୍ଣ୍ଣାଙ୍ଗ ଆଇନ ଆକ୍ଟରେ ପରିଣତ ହୁଏ ନାହିଁ। ଲୋକସଭା ଓ ରାଜ୍ୟସଭାରେ ଗୃହୀତ କୌଣସି ବିଲ୍ ରାଷ୍ଟ୍ରପତିଙ୍କ ପାଖକୁ ପଠାଗଲେ ରାଷ୍ଟ୍ରପତି ତାକୁ ଅନୁମୋଦନ କରିପାରନ୍ତି କିମ୍ବା ପୁନର୍ବାର ଆଲୋଚନା ପାଇଁ ଫେରାଇ ଦେଇ ପାରନ୍ତି। ମାତ୍ର ସମ୍ବିଧାନ ସଂଶୋଧନ, ଚିଠା ଆଇନ ଓ ଅର୍ଥ ଚିଠା ଆଇନ ରାଷ୍ଟ୍ରପତି ସମ୍ମତି ଦେବାକୁ ବାଧ୍ୟ। ସାଧାରଣ ଚିଠା ଆଇନ ଅନୁମୋଦନ କ୍ଷେତ୍ରରେ ସଂସଦର ଉଭୟ ଗୃହ ମଧ୍ୟରେ ବିବାଦ ଉପୁଜିଲେ ରାଷ୍ଟ୍ରପତି ଉଭୟ ଗୃହର ମିଳିତ ଅଧିବେଶନ ଆହ୍ୱାନ କରି ଏହି ବିବାଦର ସମାଧାନ କରିଥାନ୍ତି। ଅର୍ଥ ବିଲ୍ ଲୋକସଭାରେ ଆଗତ ପୂର୍ବରୁ ରାଷ୍ଟ୍ରପତିଙ୍କର ପ୍ରାକ୍ ଅନୁମତି ଲୋଡ଼ା ଯାଇଥାଏ। କୌଣସି ନୂତନ ରାଜ୍ୟ ପ୍ରତିଷ୍ଠା ବା ରାଜ୍ୟର ପରିସୀମା ପରିବର୍ତ୍ତନ, କୌଣସି ରାଜ୍ୟର ନାମ ପରିବର୍ତ୍ତନ ବା ମୌଳିକ ଅଧିକାର ସମ୍ପର୍କିତ ଚିଠା ଆଇନ ସଂସଦରେ ଆଗତ ହେବା ପୂର୍ବରୁ ରାଷ୍ଟ୍ରପତିଙ୍କ ଅନୁମତି ଆବଶ୍ୟକ ହୋଇଥାଏ। ସଂସଦ ଅଧିବେଶନ ଚାଲୁଥିବା ସମୟରେ କୌଣସି ଆଇନ ପ୍ରଣୟନ କରିବା ଆବଶ୍ୟକ ପଡ଼େ, ତାହା ହେଲେ ମନ୍ତ୍ରିମଣ୍ଡଳ ପରାମର୍ଶରେ ରାଷ୍ଟ୍ରପତି ଅଧ୍ୟାଦେଶ ଜାରି କରିଥାନ୍ତି। ମାତ୍ର ସଂସଦର ଏହା 6 ସପ୍ତାହ ମଧ୍ୟରେ ଗୃହୀତ ନହେଲେ ତାହା ଅକାମୀ ହୋଇଥାଏ। ରାଷ୍ଟ୍ରପତିଙ୍କର ବ୍ୟବସ୍ଥାପିକା କ୍ଷମତା। ରାଜ୍ୟ ବିଧାନ
ମଣ୍ଡଳ ଦ୍ୱାରା ଗୃହୀତ ଚିଠା ଆଇନ ପ୍ରତି ମଧ୍ୟ ଲାଗୁ ହୋଇଥାଏ। ଅର୍ଥ ସମ୍ପର୍କିତ କ୍ଷମତା। ଦେଶର ଗୋଟିଏ ଅର୍ଥବର୍ଷର ବାର୍ଷିକ ଆୟବ୍ୟୟର ଅଟକଳ ଚିଠା ବା ଫର୍ଦ୍ଦ ବଜେଟକୁ ରାଷ୍ଟ୍ରପତି ସଂସଦରେ ଆଗତ କରାନ୍ତି। ଦେଶର ଅର୍ଥମନ୍ତ୍ରୀ ନିଜର ବଜେଟ୍ ଅଭିଭାଷଣ ସହିତ କେନ୍ଦ୍ର ବଜେଟ୍ ଗୃହରେ ଉପସ୍ଥାପନ କରନ୍ତି। ରାଷ୍ଟ୍ରପତି ଭାରତର ମୁଖ୍ୟ ହିସାବ ରକ୍ଷକ ଓ ମହାସମୀକ୍ଷକଙ୍କର ରିପୋର୍ଟ ସଂଶୋଧନରେ ଉପସ୍ଥାପିତ କରାଇଥାନ୍ତି। ଆର୍ଥିକ ଦୁର୍ଦ୍ଦିନରେ ରାଷ୍ଟ୍ରପତି ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା କରିଥାନ୍ତି। ନ୍ୟାୟିକ କ୍ଷମତା। ରାଷ୍ଟ୍ରପତି କୌଣସି ଅଭିଯୁକ୍ତ ଆସାମୀର ଦୋଷ କ୍ଷମା କରି ଦେଇପାରନ୍ତି। ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତ ବ୍ୟକ୍ତିକୁ ଚାହିଁଲେ କ୍ଷମା କରି ଦେଇପାରନ୍ତି। ଜନସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ଆଇନଗତ ପ୍ରଶ୍ନ ଓ ସାମ୍ବିଧାନିକ ତର୍ଜମା ବିଷୟରେ ରାଷ୍ଟ୍ରପତି ସର୍ବୋଚ୍ଚ ନ୍ୟାୟାଳୟର ପରାମର୍ଶ ଲୋଡ଼ିପାରନ୍ତି। ସେ କୌଣସି ଅଦାଲତରେ ତାଙ୍କର କାର୍ଯ୍ୟ ପାଇଁ ଉତ୍ତରଦାୟୀ ନୁହନ୍ତି। ତାଙ୍କ ବିରୁଦ୍ଧରେ କୌଣସି ମାମଲା ବିଚାର ପାଇଁ ଆଗତ କରାଯାଇପାରିବ ନାହିଁ। ସଂସଦ ଅନୁମୋଦନ କ୍ରମେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଓ ରାଜ୍ୟ ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ବଦଳି ଆଦେଶ ଦେଇଥାନ୍ତି ଏବଂ ପଦଚ୍ୟୁତ ମଧ୍ୟ କରିପାରନ୍ତି। ବିବିଧ କ୍ଷମତା। ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ବିବିଧ କ୍ଷମତାକୁ ଅବଶିଷ୍ଟ କ୍ଷମତା କୁହାଯାଏ। କେନ୍ଦ୍ର ଲୋକସଭା ଆୟୋଗରେ ସଭ୍ୟ ସଂଖ୍ୟା ନିର୍ଦ୍ଧାରଣ, ରାଜ୍ୟପାଳ କାର୍ଯ୍ୟାବଳୀ, ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ କାର୍ଯ୍ୟକାରୀ କରାଯିବା ପଦ୍ଧତି, ଅନୁସୂଚିତ ଜାତି ଓ ଜନଜାତି ନିର୍ଦ୍ଧାରଣ ପ୍ରଣାଳୀ ଇତ୍ୟାଦି ବିଷୟରେ ରାଷ୍ଟ୍ରପତି ଆବଶ୍ୟକ ନୀତି ନିର୍ଦ୍ଧାରଣ କରିଥାନ୍ତି। ଅର୍ଥ ଆୟୋଗ, ସରକାରୀ ଭାଷା ଆୟୋଗ, ଅନୁସୂଚିତ ଅଞ୍ଚଳରେ ବିକାଶର ଅନୁଧ୍ୟାନ ପାଇଁ ନିଯୁକ୍ତ ଆୟୋଗ, ଅନ୍ତଃ ରାଜ୍ୟ ପରିଷଦ ଇତ୍ୟାଦି ଗଠନ ରାଷ୍ଟ୍ରପତି କରିଥାନ୍ତି। ଅନୁସୂଚିତ ଜାତି ଓ ଜନଜାତି ଏବଂ ଅନୁସୂଚିତ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ସାଧନ ପାଇଁ ରାଷ୍ଟ୍ରପତି ବିଭିନ୍ନ ଦାୟିତ୍ୱ ନିର୍ବାହ କରିଥାନ୍ତି। ଦେଶର ଆଳଙ୍କାରିକ ମୁଖ୍ୟ ହିସାବରେ ରାଷ୍ଟ୍ରପତି ପ୍ରତିବର୍ଷ ଜାନୁଆରୀ ମାସ 26 ତାରିଖରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀଠାରେ ଜାତୀୟ ପତାକା ଉତ୍ତୋଳନ କରି ବେସାମରିକ ବାହିନୀର ପ୍ୟାରେଡରେ ଅଭିବାଦନ ଗ୍ରହଣ କରନ୍ତି। ତାପରେ ଆସିଲା ଜରୁରୀକାଳୀନ କ୍ଷମତା ବା ଆପତ୍କାଳୀନ। ଦେଶରେ ଯଦି କିଛି ଦରକାର ପଡ଼ିଲା ସେଠି ଜରୁରୀକାଳୀନ କ୍ଷମତା ସେ ପ୍ରୟୋଗ କରନ୍ତି। ଯଦି ରାଷ୍ଟ୍ରପତିଙ୍କ ହୃଦବୋଧ ହୁଏ ଯେ ଦେଶର ନିରାପତ୍ତା ଯୁଦ୍ଧ, ବହିର୍ଶତ୍ରୁ ଆକ୍ରମଣ ବା ସଶସ୍ତ୍ର ବାହିନୀ ବିଦ୍ରୋହ ଯୋଗୁଁ ଦେଶ ବିପନ୍ନ ହେଉଅଛି, ତେବେ ସେ ସମଗ୍ର ଦେଶରେ ବା କୌଣସି ଅଞ୍ଚଳରେ ଜରୁରୀ ପରିସ୍ଥିତିର ଘୋଷଣା କରିପାରିବେ। ମାତ୍ର ତାହା କେବଳ କେନ୍ଦ୍ର ମନ୍ତ୍ରିପରିଷଦ ଲିଖିତ ଅନୁରୋଧ ଉପରେ ହେବା ବାଞ୍ଛନୀୟ। ଏହି ଜରୁରୀ ପରିସ୍ଥିତି ତିନି ପ୍ରକାର: ଜାତୀୟ ଜରୁରୀ ପରିସ୍ଥିତି, ରାଜ୍ୟ ଜରୁରୀ ପରିସ୍ଥିତି, ଆର୍ଥିକ ଜରୁରୀ ପରିସ୍ଥିତି। ଜାତୀୟ ଜରୁରୀ ପରିସ୍ଥିତି: ଯୁଦ୍ଧ, ବହିର୍ଶତ୍ରୁ ଆକ୍ରମଣ, ଆଭ୍ୟନ୍ତରୀଣ ବିଶୃଙ୍ଖଳାର ସୃଷ୍ଟି ହେଲେ କିମ୍ବା ସୃଷ୍ଟି ହେବାର ସମ୍ଭାବନା ଥିଲେ ରାଷ୍ଟ୍ରପତି ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥାନ୍ତି। ସମ୍ବିଧାନର 352 ଧାରା ଅନୁଯାୟୀ ଏହି ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯିବାର ବ୍ୟବସ୍ଥା ରହିଛି। ରାଜ୍ୟ ଜରୁରୀ ପରିସ୍ଥିତି: ଯଦି କୌଣସି ସମୟରେ ରାଜ୍ୟର ରାଜ୍ୟପାଳଙ୍କ ରିପୋର୍ଟ ବା ଅନ୍ୟ କୌଣସି ସୂତ୍ରରୁ ଜାଣିବାକୁ ପାଇଥାନ୍ତି
ରାଜ୍ୟର ଶାସନ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି ବା ଶାସନ ସମ୍ବିଧାନ ଅନୁସାରେ ପରିଚାଳିତ ହେଉନାହିଁ, ତାହେଲେ ରାଷ୍ଟ୍ରପତି ସେହି ରାଜ୍ୟର ଜରୁରୀ ପରିସ୍ଥିତି ଘୋଷଣା କରନ୍ତି। ସେଠାରେ ରାଷ୍ଟ୍ରପତି ଶାସନ ପରିଚାଳିତ ହୁଏ। ଏହା ସମ୍ବିଧାନର 356 ଧାରା ଅନୁଯାୟୀ ଘୋଷଣା କରାଯାଇଥାଏ। ଆର୍ଥିକ ଜରୁରୀ ପରିସ୍ଥିତି। ଯେତେବେଳେ ରାଷ୍ଟ୍ରପତି ହୃଦଗମ କରନ୍ତି ଯେ ଭାରତର ଆର୍ଥିକ ପରିସ୍ଥିତି ଅତି ଦୁର୍ବଳ ଓ ବିପଜ୍ଜନକ, ସେତେବେଳେ ସେ ଆର୍ଥିକ ପରିସ୍ଥିତି ଘୋଷଣା କରନ୍ତି। ସମ୍ବିଧାନର ଧାରା 360 ଅନୁସାରେ ଏହି ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା କରିବାର କ୍ଷମତା ରାଷ୍ଟ୍ରପତିଙ୍କୁ ଦିଆଯାଇଛି। ରାଷ୍ଟ୍ରପତି ଏହି ସମୟରେ ସମସ୍ତ ରାଜ୍ୟର ଅର୍ଥ ବିଧାୟକଙ୍କୁ ଅନୁମୋଦନ କରନ୍ତି ଓ ସ୍ୱତନ୍ତ୍ର ଆର୍ଥିକ ନିୟମ ଘୋଷଣା କରନ୍ତି। ରାଷ୍ଟ୍ରପତିଙ୍କର ଭୂମିକା ଓ ପଦମର୍ଯ୍ୟାଦା। ଭାରତର ରାଷ୍ଟ୍ରପତି ରାଷ୍ଟ୍ରମୁଖ୍ୟ ହୋଇଥିଲେ ବି ବାସ୍ତବ ଶାସନ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳ ପରାମର୍ଶରେ ପରିଚାଳିତ ହେଉଥାଏ। ରାଷ୍ଟ୍ରପତି ନାମମାତ୍ର ଶାସକ ଓ କ୍ଷମତାଶୂନ୍ୟ ଆଳଙ୍କାରିକ ପଦବୀ ବୋଲି କୁହାଯାଏ। କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ରାଷ୍ଟ୍ରପତିଙ୍କର କେତେକ ସ୍ୱତନ୍ତ୍ର କ୍ଷମତା ଓ ଦାୟିତ୍ୱ ରହିଛି। ଆମ ଦେଶର ଝୋଲା ସମ୍ପଦ ଓ ମିଳିତ ମନ୍ତ୍ରିମଣ୍ଡଳ ବ୍ୟବସ୍ଥା ପ୍ରଚଳିତ ସମୟରେ ରାଷ୍ଟ୍ରପତିଙ୍କୁ ଅତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାକୁ ପଡ଼େ। ସେ ଦେଶର ଐକ୍ୟ ଓ ସଂହତିର ପ୍ରତୀକ। ସେ ଭାରତୀୟ ନୀତି ଓ ଆଦର୍ଶର ବାର୍ତ୍ତାବହ। ଦେଶର ନିରାପତ୍ତା, ପ୍ରଶାସନିକ ସ୍ଥିରତା ଓ ସ୍ୱଚ୍ଛତା ଏବଂ ସମ୍ବିଧାନର ସୁରକ୍ଷା ଇତ୍ୟାଦିର ଗୁରୁତ୍ୱ ରାଷ୍ଟ୍ରପତିଙ୍କ ଉପରେ ନ୍ୟସ୍ତ ହୋଇଥାଏ। ତାପରେ ଆସିଲା ଉପରାଷ୍ଟ୍ରପତି। ଉପରାଷ୍ଟ୍ରପତି ହେଉଛନ୍ତି ରାଷ୍ଟ୍ରପତିଙ୍କର ସାମ୍ବିଧାନିକ ଉତ୍ତରାଧିକାରୀ। ଯେତେବେଳେ ରାଷ୍ଟ୍ରପତି ଅସୁସ୍ଥ ରହନ୍ତି ବା କାର୍ଯ୍ୟ ସମ୍ପାଦନ କରିବା ପାଇଁ ଅକ୍ଷମ ହୁଅନ୍ତି, ସେତେବେଳେ ଉପରାଷ୍ଟ୍ରପତି ତାଙ୍କ କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଯେତେବେଳେ ମୃତ୍ୟୁ, ପଦତ୍ୟାଗ ବା ପଦଚ୍ୟୁତି କାରଣରୁ ଦେଶରେ ରାଷ୍ଟ୍ରପତି ପଦ ଶୂନ୍ୟ ପଡ଼େ, ସେତେବେଳେ ଉପରାଷ୍ଟ୍ରପତି ଅସ୍ଥାୟୀ ରାଷ୍ଟ୍ରପତି ଭାବରେ ସର୍ବାଧିକ 6 ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିଥାନ୍ତି। ରାଷ୍ଟ୍ରପତି ଯଦି ଦୀର୍ଘଦିନ ବିଦେଶ ଗସ୍ତରେ ରହନ୍ତି, ଉପରାଷ୍ଟ୍ରପତି ତାଙ୍କ ଅନୁପସ୍ଥିତିରେ ତାଙ୍କର କାର୍ଯ୍ୟ ନିର୍ବାହ କରନ୍ତି। ଏହି ସମୟରେ ସେ ରାଷ୍ଟ୍ରପତିଙ୍କର ବେତନ ଭତ୍ତା ଓ ସମସ୍ତ ପଦମର୍ଯ୍ୟାଦା ଉପଭୋଗ କରନ୍ତି। ଯୋଗ୍ୟତା। ଉପରାଷ୍ଟ୍ରପତି ହେବା ପାଇଁ ପ୍ରାର୍ଥୀ ଭାରତୀୟ ନାଗରିକ ହୋଇଥିବେ, ତାଙ୍କୁ ଅତି କମରେ 35 ବର୍ଷ ବୟସ ହୋଇନଥିବ, ରାଜ୍ୟସଭାର ସଦସ୍ୟ ହେବା ପାଇଁ ତାଙ୍କର ସମସ୍ତ ଯୋଗ୍ୟତା ଥିବ, ସେ ରାଜ୍ୟ ବା କେନ୍ଦ୍ର ସରକାରଙ୍କ ଅଧୀନରେ କୌଣସି ଲାଭଜନକ ପଦବୀରେ ନଥିବେ, ସେ ସଂସଦ ବା ବାଣିଜ୍ୟ ବିଧାନମଣ୍ଡଳ ସଦସ୍ୟ ନଥିବେ, ଯଦି ଥିବେ ତେବେ ଉପରାଷ୍ଟ୍ର ପାଇଁ ଶପଥ ନେବା ପୂର୍ବରୁ ସେହି ସଭ୍ୟ ପଦରୁ ଇସ୍ତଫା ପ୍ରଦାନ କରିବେ। ନିର୍ବାଚନ। ସେ କେମିତି ନିର୍ବାଚନ ପାଇବେ? ସଂସଦର ସମସ୍ତ ନିର୍ବାଚିତ ଓ ମନୋନୀତ ସଦସ୍ୟମାନଙ୍କ ଦ୍ୱାରା ଆନୁପାତିକ ପସନ୍ଦଭିତ୍ତିକ ପ୍ରତିନିଧିତ୍ୱ ଓ ଏକକ ହସ୍ତାନ୍ତରୀୟ ଗୋପନୀୟ ଭୋଟଦାନ ପ୍ରଣାଳୀରେ ନିର୍ବାଚିତ ହୁଅନ୍ତି। କାର୍ଯ୍ୟକାଳ ତାଙ୍କର। ଉପରାଷ୍ଟ୍ରପତି 5 ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି। କାର୍ଯ୍ୟ ସମାପ୍ତ ପୂର୍ବରୁ ସେ ଇସ୍ତଫା ପ୍ରଦାନ କରିପାରନ୍ତି। ତାଙ୍କୁ ଯଦି ଭଲ ନ ଲାଗିବ ସେ ବି ମଧ୍ୟ ଇସ୍ତଫା ଦେଇପାରିବେ ବା ତାଙ୍କୁ ପଦଚ୍ୟୁତ ବି ମଧ୍ୟ କରାଇପାରିବେ। ସେ ଯଦି କିଛି ଖରାପ କାମ କରିବେ ତାଙ୍କୁ ବି ରାଷ୍ଟ୍ରପତି ପଦରୁ ବାହାର କରି ଦିଆଯାଇପାରିବ। ଉପରାଷ୍ଟ୍ରପତିଙ୍କର ବହିଷ୍କାର କରିବା ପ୍ରସ୍ତାବ ରାଜ୍ୟସଭାର ଅଛି, ତାହେଲେ ଉପରାଷ୍ଟ୍ରପତିକୁ ବାହାର କରିବାର କ୍ଷମତା ହେଲା ଆମର ରାଜ୍ୟସଭାର।
ରାଜ୍ୟସଭାର ସଂଖ୍ୟାଗରିଷ୍ଠ ସଭ୍ୟଙ୍କ ସମ୍ମତି ଲାଭ କରି ଲୋକସଭାକୁ ପ୍ରସ୍ତାବ ଦିଆଯାଏ। ଉକ୍ତ ପ୍ରସ୍ତାବ ଲୋକସଭାରେ ସମ୍ମତି କଲେ ଉପରାଷ୍ଟ୍ରପତି ପଦଚ୍ୟୁତ ହେବେ। ତାଙ୍କର କାର୍ଯ୍ୟକାଳ। ଉପରାଷ୍ଟ୍ରପତିଙ୍କର ଦୁଇଗୋଟି ଦାୟିତ୍ୱ। ପ୍ରଥମେ ସେ ହେଉଛନ୍ତି ରାଜ୍ୟସଭାର ଅଧ୍ୟକ୍ଷ। ଶୃଙ୍ଖଳିତ ଭାବରେ ସଦନର କାର୍ଯ୍ୟ ପରିଚାଳନା କରିବା ତାଙ୍କର ମୁଖ୍ୟ ଦାୟିତ୍ୱ। ଦ୍ୱିତୀୟ, ରାଷ୍ଟ୍ରପତିଙ୍କ ପଦ ଖାଲି ପଡ଼ିଲେ ଉପରାଷ୍ଟ୍ରପତି ସର୍ବୋଚ୍ଚ 6 ମାସ ପାଇଁ ରାଷ୍ଟ୍ରପତି ଦାୟିତ୍ୱ ବହନ କରନ୍ତି। ବିଦେଶ ଗସ୍ତ କରି ଭାରତ ସରକାରଙ୍କର ବିଭିନ୍ନ ନୀତି ସପକ୍ଷରେ ବିଦେଶୀ ରାଷ୍ଟ୍ରମାନଙ୍କୁ ଅବଗତ କରନ୍ତି। ତାପରେ ହେଲା କେନ୍ଦ୍ର ମନ୍ତ୍ରୀ ପରିଷଦ। ସମ୍ବିଧାନର ଧାରା 74(1) ଧାରାରେ ଉଲ୍ଲେଖ ରହିଛି, କେନ୍ଦ୍ରରେ ଏକ ମନ୍ତ୍ରିମଣ୍ଡଳ ରହିବ। ଏହି ମନ୍ତ୍ରିମଣ୍ଡଳର ପରାମର୍ଶ କ୍ରମେ ରାଷ୍ଟ୍ରପତି କାର୍ଯ୍ୟ କରନ୍ତି। ରାଷ୍ଟ୍ରପତି ସମ୍ବିଧାନର ବ୍ୟବସ୍ଥା ଅନୁସାରେ ସମସ୍ତ କ୍ଷମତାର ଅଧିକାରୀ ହେଲେ ହେଁ ପ୍ରକୃତପକ୍ଷେ କ୍ଷମତା ମନ୍ତ୍ରିମଣ୍ଡଳ ଦ୍ୱାରା କାର୍ଯ୍ୟକାରୀ ହୁଏ। ମନ୍ତ୍ରୀ ପରିଷଦ ଗଠନ। କେନ୍ଦ୍ର ମନ୍ତ୍ରିପରିଷଦର ଅଧ୍ୟକ୍ଷ ହେଉଛନ୍ତି ନିଜେ ପ୍ରଧାନମନ୍ତ୍ରୀ। ସେ କେନ୍ଦ୍ର ସରକାରଙ୍କର ପ୍ରଶାସନିକ ମୁଖ୍ୟ। ପ୍ରତ୍ୟେକ ସାଧାରଣ ନିର୍ବାଚନ ପରେ ଲୋକସଭାର ସଂଖ୍ୟାଗରିଷ୍ଠ ଆଇନ ଲାଭ କରିଥିବା ରାଜନୈତିକ ଦଳ ବା ଏକାଧିକ ମେଣ୍ଟ ଦଳର ନେତାଙ୍କୁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତି ଦିଅନ୍ତି। ପ୍ରଧାନମନ୍ତ୍ରୀଙ୍କର ପରାମର୍ଶ କ୍ରମେ ରାଷ୍ଟ୍ରପତି ଅନ୍ୟାନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରନ୍ତି। ଯଦି ଲୋକସଭାରେ କୌଣସି ଦଳର ସଂଖ୍ୟାଗରିଷ୍ଠତା ନଥାଏ, ତେବେ ରାଷ୍ଟ୍ରପତି ତାଙ୍କର ସ୍ୱେଚ୍ଛାକୃତ କ୍ଷମତା ବ୍ୟବହାର କରି ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରିଥାନ୍ତି। ପ୍ରଧାନମନ୍ତ୍ରୀ ମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ଏବଂ ଆବଶ୍ୟକ ସ୍ଥଳେ ବିଭାଗ ଅଦଳବଦଳ ମଧ୍ୟ କରିପାରନ୍ତି। କେନ୍ଦ୍ର ମନ୍ତ୍ରିପରିଷଦର ସଭ୍ୟ ସଂଖ୍ୟା ଲୋକସଭାର ସଭ୍ୟ ସଂଖ୍ୟାର 15% ଅଧିକ ହେବ ନାହିଁ। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଦେଶର ବିଭିନ୍ନ ରାଜ୍ୟ, ବିଭିନ୍ନ ଧର୍ମ ସମ୍ପ୍ରଦାୟ, ଅନୁସୂଚିତ ଜାତି ଓ ଜନଜାତି ତଥା ମହିଳାମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଥାଏ। ମନ୍ତ୍ରିପରିଷଦର ଶ୍ରେଣୀ ବିଭାଗ। ମନ୍ତ୍ରିପରିଷଦ ସାଧାରଣତଃ 3 ପ୍ରକାରର, ଯଥା କ୍ୟାବିନେଟ, ପାହ୍ୟାମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଆଉ ଉପମନ୍ତ୍ରୀ। କ୍ୟାବିନେଟ ପାହ୍ୟା ମନ୍ତ୍ରୀ। ସାଧାରଣତଃ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ମଣ୍ଡଳରେ ଗରିଷ୍ଠ ବୟସ୍କ ଅଭିଜ୍ଞ ତଥା ପ୍ରଶାସନିକ ଦକ୍ଷତା ଓ ରାଜନୈତିକ ଅନୁଭୂତି ସମ୍ପନ୍ନ ବ୍ୟକ୍ତିମାନଙ୍କୁ ସୁଯୋଗ ଦିଆଯାଇଥାଏ। ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ ମନ୍ତ୍ରୀମାନେ ରହିଥାନ୍ତି। ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପରିଚାଳନା ପାଇଁ ଏହି କ୍ୟାବିନେଟ ମନ୍ତ୍ରିମଣ୍ଡଳ ବୈଠକ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥାଏ। ରାଷ୍ଟ୍ରମନ୍ତ୍ରୀ। ରାଷ୍ଟ୍ରମନ୍ତ୍ରୀ 2 ପ୍ରକାରର ରହିଥାନ୍ତି। କେତେକ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଭାବରେ ଏକ ବା ଏକାଧିକ ବିଭାଗର ଦାୟିତ୍ୱ ନେଇଥାନ୍ତି। ଅନ୍ୟ କେତେକ ରାଷ୍ଟ୍ରମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡ଼ିକରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀମାନଙ୍କୁ ସାହାଯ୍ୟ ଓ ସହାୟତା କରିଥାନ୍ତି। ଉପମନ୍ତ୍ରୀ। ଉପମନ୍ତ୍ରୀମାନେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ବା ରାଷ୍ଟ୍ରମନ୍ତ୍ରୀଙ୍କ ସହାୟତା କରିବା ପାଇଁ ନିଯୁକ୍ତି ପାଇଥାନ୍ତି। ମନ୍ତ୍ରିପରିଷଦର କାର୍ଯ୍ୟକାଳ ଓ ଉତ୍ତରଦାୟିତ୍ୱ। ଦେଶର ସମସ୍ତ ନୀତି ମନ୍ତ୍ରିମଣ୍ଡଳ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ।
ମନ୍ତ୍ରିମଣ୍ଡଳ ଦ୍ୱାରା ଗୃହୀତ ହୋଇଥିବା ନିଷ୍ପତ୍ତିଗୁଡ଼ିକ କାର୍ଯ୍ୟକାରୀ କରିବା ମନ୍ତ୍ରିମଣ୍ଡଳର କାର୍ଯ୍ୟ ଅଟେ। ବୈଦେଶିକ ରାଷ୍ଟ୍ରମାନଙ୍କ ସହ ସମ୍ପର୍କ ସ୍ଥାପନ କରିବା ଓ କୂଟନୈତିକ ସମ୍ପର୍କ ଓ ଚୁକ୍ତି କରିବା ପାଇଁ ମନ୍ତ୍ରିମଣ୍ଡଳ ନିଷ୍ପତ୍ତି ନେଇଥାଏ। ଶାସନ ଉପରେ ନିୟନ୍ତ୍ରଣ ରଖିବା ବିଭିନ୍ନ ବିଲ୍‌ଗୁଡ଼ିକର ରୂପରେ ମନ୍ତ୍ରିମଣ୍ଡଳ ବୈଠକରେ ସ୍ଥିର କରିବା, ବଜେଟ୍ ଉପସ୍ଥାପନ କରିବା, ବିଭିନ୍ନ ଟିକସ ବସାଇବା ବା ପ୍ରତ୍ୟାହାର କରିବା ପ୍ରଭୃତି ମନ୍ତ୍ରିମଣ୍ଡଳର କାର୍ଯ୍ୟ ଅଟେ। ରାଷ୍ଟ୍ରପତିଙ୍କୁ ଶାସନ କାର୍ଯ୍ୟ ପରିଚାଳନାରେ ପରାମର୍ଶ ଦେବା, ଜାତୀୟ, ଆର୍ଥିକ ଓ ରାଜ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା ପାଇଁ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେବା ଇତ୍ୟାଦି ମନ୍ତ୍ରିମଣ୍ଡଳର କାର୍ଯ୍ୟ ଅଟେ। ତାପରେ ଆସିଲା ତାଙ୍କର ଭୂମିକା। ମିଳିତ ସରକାର ବା ମେଣ୍ଟ ସରକାରରେ ଭାଗୀଦାର ଥିବା ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ପରସ୍ପର ବିରୋଧୀ କାର୍ଯ୍ୟକଳାପ ହେତୁ ମନ୍ତ୍ରିପରିଷଦ ଏକ ସୁଦୃଢ଼ ତଥା ସମନ୍ୱିତ ଦଳ ଭାବରେ କାର୍ଯ୍ୟ କରିପାରୁନାହିଁ। ଫଳରେ ମେଣ୍ଟ ସରକାରରେ ସ୍ଥିରତା ରହିପାରୁନାହିଁ। ପ୍ରଧାନମନ୍ତ୍ରୀ ଭାରତର ସଂସଦୀୟ ଶାସନ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ହେଉଛନ୍ତି କେନ୍ଦ୍ର ମନ୍ତ୍ରିପରିଷଦର ଅଧ୍ୟକ୍ଷ ଓ ପ୍ରଶାସନିକର ମୁଖ୍ୟ। ସମସ୍ତ କାର୍ଯ୍ୟପାଳିକା କ୍ଷମତା ରାଷ୍ଟ୍ରପତିଙ୍କ ହାତରେ ରହିଥିଲେ ବି ବାସ୍ତବ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପରିଚାଳିତ ମନ୍ତ୍ରିପରିଷଦ ଏହି ସମସ୍ତ କ୍ଷମତା ପ୍ରୟୋଗ କରନ୍ତି। ପ୍ରଧାନମନ୍ତ୍ରୀ ହେଉଛନ୍ତି ଆମ ଦେଶର ରାଜନୈତିକ ତଥା ପ୍ରଶାସନିକ ବ୍ୟବସ୍ଥାର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି। ତାପରେ ଆସିଲା କାର୍ଯ୍ୟାବଳୀ। ପ୍ରଧାନମନ୍ତ୍ରୀ କେନ୍ଦ୍ର ମନ୍ତ୍ରିମଣ୍ଡଳର ମୁଖ୍ୟ ବା କର୍ଣ୍ଣଧାର। କେନ୍ଦ୍ର ମନ୍ତ୍ରିପରିଷଦ ବୈଠକରେ ଅଧ୍ୟକ୍ଷତା କରନ୍ତି। ପ୍ରଧାନମନ୍ତ୍ରୀ ହେଉଛନ୍ତି ରାଷ୍ଟ୍ରପତିଙ୍କ ଉପଦେଷ୍ଟା। କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟକାରୀ କରିଥାନ୍ତି। ପ୍ରଧାନମନ୍ତ୍ରୀ ହେଉଛନ୍ତି ଯୋଜନା ଆୟୋଗର ଅଧ୍ୟକ୍ଷ। ରାଷ୍ଟ୍ରପତି ଓ ସଂସଦ ମଧ୍ୟରେ ପ୍ରଧାନମନ୍ତ୍ରୀ ଯୋଗସୂତ୍ର ରକ୍ଷା କରନ୍ତି। ଆନ୍ତର୍ଜାତିକ ସ୍ତରରେ ପ୍ରଧାନମନ୍ତ୍ରୀ ଭାରତର ନେତୃତ୍ୱ ନେଇଥାନ୍ତି। ପ୍ରଧାନମନ୍ତ୍ରୀ ସଂସଦରେ ସରକାରଙ୍କର ମୁଖପାତ୍ର ଭାବରେ ଦାୟିତ୍ୱ ତୁଲାନ୍ତି। ଭୂମିକା ପ୍ରଧାନମନ୍ତ୍ରୀଙ୍କର ପଦମର୍ଯ୍ୟାଦା ତାଙ୍କ ବ୍ୟକ୍ତିତ୍ୱ ଉପରେ ନିର୍ଭର କରେ। ନିଜର ବୁଦ୍ଧିମତ୍ତା, ପାଣ୍ଡିତ୍ୟ, କୂଟନୈତିକ ବିଚକ୍ଷଣ, ରାଜନୈତିକ ପରିକଳ୍ପନା ଓ ସର୍ବୋପରି ଦଳୀୟ ସମର୍ଥନ ତାଙ୍କର ସଫଳ ନେତୃତ୍ୱ ଅନ୍ୟାନ୍ୟ କରିଥାଏ। ରାଷ୍ଟ୍ରପତି ସହ ସୁସମ୍ପର୍କ ଓ ଭାବନାର ଆଦାନ ପ୍ରଦାନ ପ୍ରଧାନମନ୍ତ୍ରୀ ପଦବୀକୁ ଅଧିକ ପରିପୁଷ୍ଟ କରିଥାଏ। ସେ ମନ୍ତ୍ରିମଣ୍ଡଳର ପ୍ରାଣକେନ୍ଦ୍ର ଓ ଦେଶ ଶାସନର ଦିଗ୍‌ଦର୍ଶକ, ରାଷ୍ଟ୍ରର ନୀତି ନିର୍ଦ୍ଧାରକ। ତାପରେ ଆସିଲା କେନ୍ଦ୍ର ସଂସଦ। କେନ୍ଦ୍ର ବ୍ୟବସ୍ଥାପିକା ସଭାକୁ ସଂସଦ ବା ପାର୍ଲାମେଣ୍ଟ କୁହାଯାଏ। ରାଷ୍ଟ୍ରପତି, ଲୋକସଭା ଓ ରାଜ୍ୟସଭାକୁ ନେଇ ସଂସଦ ଗଠିତ। ଆମର ସଂସଦର ନିମ୍ନ ସଦନକୁ ଲୋକସଭା ଓ ଉଚ୍ଚ ସଦନକୁ ରାଜ୍ୟସଭା କହନ୍ତି। ଉଭୟ ସଦନ ବା ଗୃହର ଗଠନ ପ୍ରଣାଳୀ ଓ କାର୍ଯ୍ୟାବଳୀ ଭିନ୍ନ। କେତେକ କ୍ଷେତ୍ରରେ ଉଭୟ ଲୋକସଭା ଓ ରାଜ୍ୟସଭାର ସମାନ କ୍ଷମତା ଥିଲେ ମଧ୍ୟ ଅନ୍ୟ କେତେକ କ୍ଷେତ୍ରରେ ଲୋକସଭାର କ୍ଷମତା ଅଧିକ ସାବ୍ୟସ୍ତ ହୁଏ। ତାପରେ ହେଲା ଲୋକସଭା। ଲୋକସଭାର ମୋଟ ସଭ୍ୟ ସଂଖ୍ୟା 550 ରହିଛି। ତନ୍ମଧ୍ୟରୁ ରାଜ୍ୟମାନଙ୍କରୁ 530 ଓ କେନ୍ଦ୍ରଶାସିତ ଅଞ୍ଚଳରୁ 20 ଜଣ ସଦସ୍ୟ
ସାବାଳକ ଭୋଟ ପ୍ରଥା ମାଧ୍ୟମରେ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୋଇ ଲୋକସଭାରେ ପ୍ରତିନିଧିତ୍ୱ କରନ୍ତି। 2 ଜଣ ଆଙ୍ଗ୍ଲୋ ଭାରତୀୟ ମନୋନୀତ ହୋଇ ଲୋକସଭାକୁ ଆସିଥାନ୍ତି। ବର୍ତ୍ତମାନ ଲୋକସଭାର ସଭ୍ୟ ସଂଖ୍ୟା 545। ସେଥିରୁ 530 ଜଣ ସଦସ୍ୟ ବିଭିନ୍ନ ରାଜ୍ୟରୁ ଏବଂ 12 ଜଣ କେନ୍ଦ୍ର 12 ଜଣ ସଦସ୍ୟ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି। 2 ଜଣ ଆଙ୍ଗ୍ଲୋ ଇଣ୍ଡିଆନକୁ ରାଷ୍ଟ୍ରପତି ମନୋନୀତ କରନ୍ତି। ଆମ ଓଡ଼ିଶାରୁ 21 ଜଣ ସଦସ୍ୟ ଲୋକସଭାରେ ଅଛି। ରାଜ୍ୟସଭା ପାଇଁ ଓଡ଼ିଶାରୁ 10ଟି ସିଟ୍ ଅଛି। ଯୋଗ୍ୟତା ଲୋକସଭାର ସଭ୍ୟ ହେବା ପାଇଁ ଜଣେ ବ୍ୟକ୍ତିଙ୍କର ନିମ୍ନୋକ୍ତ ଯୋଗ୍ୟତା ଆବଶ୍ୟକ। ସେ ଭାରତୀୟ ନାଗରିକ ହୋଇଥିବେ, ତାଙ୍କ ବୟସ 25 ବର୍ଷରୁ କମ୍ ହୋଇନଥିବ, ସେ ଜଣେ ଦେବାଳିଆ ବା ମସ୍ତିଷ୍କ ବିକୃତ ବ୍ୟକ୍ତି ହୋଇନଥିବେ, ସେ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଅଧୀନରେ କୌଣସି ଲାଭଜନକ ପଦବୀରେ ରହିନଥିବେ, ସଂସଦ ଦ୍ୱାରା ପ୍ରଣୀତ ଆଇନ ଦ୍ୱାରା ନିର୍ଦ୍ଦେଶିତ ଅନ୍ୟାନ୍ୟ ଯୋଗ୍ୟତା ତାଙ୍କର ଥିବ। ତାପରେ ହେଲା କାର୍ଯ୍ୟକାଳ। ଲୋକସଭାର କାର୍ଯ୍ୟକାଳ 5 ବର୍ଷ। ରାଷ୍ଟ୍ରପତି ଆବଶ୍ୟକ ମନେକଲେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରିପରିଷଦର ପରାମର୍ଶ କ୍ରମେ 5 ବର୍ଷ ସମୟସୀମା ପୂରଣ ହେବା ପୂର୍ବରୁ ଲୋକସଭା ଭଙ୍ଗ କରି ଦେଇପାରନ୍ତି। ଯୁଦ୍ଧ ବା ଜରୁରୀକାଳୀନ ପରିସ୍ଥିତିରେ ଏହା କାର୍ଯ୍ୟକାଳକୁ 1 ବର୍ଷ ବଢ଼ାଇ ଦିଆଯାଇପାରେ। ତାପରେ ହେଲା ଲୋକସଭା ଅଧିବେଶନ। ରାଷ୍ଟ୍ରପତି ଲୋକସଭାର ଅଧିବେଶନ ଆହ୍ୱାନ କରନ୍ତି। ଲୋକସଭାର ଅଧିବେଶନ ଅନ୍ୟୁନ ବର୍ଷକୁ 2 ଥର ବସେ। ଲୋକସଭାର 2ଟି ଅଧିବେଶନ ମଧ୍ୟରେ ସମୟ ବ୍ୟବଧାନ ସର୍ବାଧିକ 6 ମାସରୁ ଅଧିକ ରହିବ ନାହିଁ। ପ୍ରତିବର୍ଷ ଲୋକସଭାରେ ବଜେଟ୍ ଅଧିବେଶନ, ବର୍ଷକାଳୀନ ଅଧିବେଶନ ଓ ଶୀତକାଳୀନ ଅଧିବେଶନ ବସିଥାଏ। ତାହେଲେ ଆମର କ'ଣ ପ୍ରତିବର୍ଷ ଲୋକସଭାରେ ବଜେଟ୍ ଅଧିବେଶନ, ବର୍ଷାକାଳୀନ ଅଧିବେଶନ ଆଉ ଶୀତକାଳୀନ ଅଧିବେଶନ ବସିଥାଏ। ପ୍ରାୟତଃ ବର୍ଷକୁ ସର୍ବାଧିକ 150 ଦିନ ପର୍ଯ୍ୟନ୍ତ ଅଧିବେଶନ କାର୍ଯ୍ୟ ଚାଲେ। ଅଧିବେଶନର ସମାପ୍ତି ଘୋଷଣା ପ୍ରୋରୋଗ ରାଷ୍ଟ୍ରପତି କରିଥାନ୍ତି। ପ୍ରତିଦିନର ଅଧିବେଶନ ସମାପ୍ତି ଘୋଷଣା ବାଚସ୍ପତି କରିଥାନ୍ତି। ତାପରେ ହେଲା କୋରମ୍। ଲୋକସଭାର ସର୍ବମୋଟ ସଭ୍ୟ ସଂଖ୍ୟା 1/10 ସଭ୍ୟ ଗୃହରେ ଉପସ୍ଥିତ ରହିଲେ ତାହା କୋରମ୍ ହୁଏ। ତାହେଲେ 1/10 10 ଭାଗରୁ 1 ଭାଗକୁ ଆମେ କୋରମ୍ ବୋଲି କହିବା। କୋରମ୍ ଅଭାବରେ ସଭା କାର୍ଯ୍ୟ ହୋଇପାରେ ନାହିଁ। କୌଣସି ସଭ୍ୟ ଲଗାତାର 60 ଦିନ ଅନୁପସ୍ଥିତ ରହିଲେ ତାଙ୍କର ସଭ୍ୟପଦ ହରାଇଥାନ୍ତି। ବାଚସ୍ପତିଙ୍କ ଅନୁମତି ବିନା କୌଣସି ସଦସ୍ୟ ଗିରଫ କରାଯାଇପାରିବ ନାହିଁ। ତାଙ୍କର ଦରମା ବା ଭତ୍ତା। ଲୋକସଭାର ସଦସ୍ୟମାନେ ସାଂସଦ ନିର୍ଦ୍ଧାରିତ ମାସିକ ବେତନ ସମେତ ଅନ୍ୟାନ୍ୟ ଭତ୍ତା ପାଇଥାନ୍ତି। ତାପରେ ହେଲା ବାଚସ୍ପତି। ବାଚସ୍ପତି ହେଉଛନ୍ତି ଲୋକସଭାର ଜଣେ ସଦସ୍ୟ। ଲୋକସଭାର ସଦସ୍ୟମାନଙ୍କ ମଧ୍ୟରୁ ଜଣେ ବାଚସ୍ପତି ଏବଂ ଅନ୍ୟ ଜଣେ ଉପବାଚସ୍ପତି ରୂପରେ ନିର୍ବାଚିତ ହୁଅନ୍ତି।
ବାଚସ୍ପତି ଲୋକସଭା ଗୃହର ଅଧିବେଶନରେ ଅଧ୍ୟକ୍ଷତା କରନ୍ତି। ତାଙ୍କର ନିଷ୍ପତ୍ତି ସର୍ବଦା ଗ୍ରହଣୀୟ। ଗୃହରେ କୌଣସି ସଭ୍ୟ ଅସଦାଚରଣ କଲେ ବାଚସ୍ପତି ସେହି ସଦସ୍ୟକୁ ନିଲମ୍ବିତ କରନ୍ତି। ଗୃହର ଶାନ୍ତି ଶୃଙ୍ଖଳା ରକ୍ଷା କରନ୍ତି। ସଦସ୍ୟମାନଙ୍କର ଅଧିକାର ଓ ସୁବିଧା ସୁଯୋଗକୁ ସେ ସୁରକ୍ଷା ପ୍ରଦାନ କରନ୍ତି। ଗୋଟିଏ ଚିଠା ଆଇନ, ବିଲ୍ ବା ଆଗତ ପ୍ରସ୍ତାବ ସପକ୍ଷରେ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳେ, ସେତେବେଳେ ବାଚସ୍ପତି ତାଙ୍କର ନିର୍ଣ୍ଣାୟକ ଭୋଟ ପ୍ରଦାନ କରି ଚିଠା ଆଇନ ବା ଆଗତ ପ୍ରସ୍ତାବଟିର ଭାଗ୍ୟ ନିର୍ଦ୍ଧାରଣ କରିଥାନ୍ତି। ଗୃହର କାର୍ଯ୍ୟ ସମାପନରେ ବିଶୃଙ୍ଖଳା ସୃଷ୍ଟି ହେଲେ ସେ ସଭାକାର୍ଯ୍ୟ ମୁଲତବୀ ରଖନ୍ତି। ରାଜ୍ୟସଭା ଓ ଏହାର ଗଠନ। ରାଜ୍ୟସଭା ହେଉଛି ସଂସଦର ଉଚ୍ଚ ସଦନ ବା ଦ୍ୱିତୀୟ ସଦନ। ଏହା ରାଜ୍ୟମାନଙ୍କର ପ୍ରତିନିଧିତ୍ୱ କରେ। ଏହି ସଦନର ସର୍ବାଧିକ ସଦସ୍ୟ ସଂଖ୍ୟା 250 ଏବଂ ସଦସ୍ୟମାନଙ୍କ ମଧ୍ୟରୁ 238 ଜଣ ସଦସ୍ୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପରୋକ୍ଷ ଭାବେ ନିର୍ବାଚିତ ହୋଇଥାନ୍ତି। ଅବଶିଷ୍ଟ 12 ଜଣ ସଦସ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୁଅନ୍ତି। ଓଡ଼ିଶାରୁ ରାଜ୍ୟସଭାକୁ 10 ଜଣ ସଦସ୍ୟ ନିର୍ବାଚିତ ହୋଇଥାନ୍ତି। ରାଜ୍ୟସଭାର ସଭ୍ୟମାନେ ବିଧାନସଭାର ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ୱାରା ସମାନୁପାତିକ ପ୍ରତିନିଧିତ୍ୱ ଏବଂ ଏକକ ହସ୍ତାନ୍ତରୀୟ ଭୋଟ ପ୍ରଥା ମାଧ୍ୟମରେ ନିର୍ବାଚିତ ହୁଅନ୍ତି। ଯୋଗ୍ୟତା: ରାଜ୍ୟସଭା ସଭ୍ୟ ପାଇଁ ଜଣେ ବ୍ୟକ୍ତି ଭାରତୀୟ ନାଗରିକ ହୋଇଥିବେ, ତାଙ୍କର ବୟସ 35 ବର୍ଷରୁ କମ୍ ହୋଇନଥିବ, ସେ କେନ୍ଦ୍ର ବା ରାଜ୍ୟ ସରକାର ଅଧୀନରେ କୌଣସି ଲାଭଜନକ ପଦବୀରେ ନଥିବେ, ସେ ଦେବାଳିଆ ବା ବିକୃତ ମସ୍ତିଷ୍କ ହୋଇନଥିବେ, ସଂସଦ ଦ୍ୱାରା ଆଇନ ମାଧ୍ୟମରେ ନିର୍ଦ୍ଧାରିତ ଅନ୍ୟାନ୍ୟ ଯୋଗ୍ୟତା ତାଙ୍କର ଥିବ। ତାପରେ ହେଲା କାର୍ଯ୍ୟକାଳ। ରାଜ୍ୟସଭା ଏକ ସ୍ଥାୟୀ ସଭା। ମାତ୍ର ପ୍ରତି ସଭ୍ୟମାନେ 6 ବର୍ଷ ପାଇଁ ନିର୍ବାଚିତ ବା ମନୋନୀତ ହୋଇଥାନ୍ତି। ପ୍ରତି 2 ବର୍ଷରେ ଏହାର 1/3 ସଭ୍ୟ ଅବସର ଗ୍ରହଣ କରିଥାନ୍ତି ଏବଂ ନୂତନ ସଭ୍ୟ ଗ୍ରହଣ କରାଯାଇଥାଏ। ରାଜ୍ୟସଭା ଓ ଲୋକସଭାର ମିଳିତ ଅଧିବେଶନ ରାଷ୍ଟ୍ରପତି ଆହ୍ୱାନ କରନ୍ତି। ଅଧ୍ୟକ୍ଷ: ଉପରାଷ୍ଟ୍ରପତି ନିଜ ପଦାଧିକାର ବଳରେ ରାଜ୍ୟସଭାର ଅଧ୍ୟକ୍ଷତା କରନ୍ତି। ତାଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟସଭାର ସଦସ୍ୟମାନେ ନିଜ ମଧ୍ୟରୁ ଜଣକୁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ କରନ୍ତି। ରାଷ୍ଟ୍ରପତି ରାଜ୍ୟସଭାର ଅଧିବେଶନକୁ ଆହ୍ୱାନ କରନ୍ତି ଏବଂ ଅଧିବେଶନ ପରିସମାପ୍ତି ଘୋଷଣା କରନ୍ତି। ସଂସଦର କ୍ଷମତା ଓ କାର୍ଯ୍ୟାବଳୀ। ସଂସଦର କ୍ଷମତାକୁ ନିମ୍ନମତେ ଶ୍ରେଣୀଭୁକ୍ତ କରାଯାଇଛି। ଆଇନ ପ୍ରଣୟନ କ୍ଷମତା: ସଂସଦ କେନ୍ଦ୍ର ତାଲିକା ଓ ଯୁଗ୍ମ ତାଲିକା ଅନ୍ତର୍ଗତ ବିଷୟ ଉପରେ ଆଇନ ପ୍ରଣୟନ କରେ। ସାଧାରଣ ଚିଠା ଆଇନ ଓ ଅର୍ଥ ଚିଠା ଆଇନ ସଂସଦରେ ଗୃହୀତ ହେଲେ ଆଇନରେ ପରିଣତ ହୁଏ। ଅର୍ଥ ଚିଠା ଆଇନ ଅନୁମୋଦନ କ୍ଷେତ୍ରରେ ଲୋକସଭାର କ୍ଷମତା ରାଜ୍ୟସଭାର ଅପେକ୍ଷା ଅଧିକ। ସମ୍ବିଧାନ ସଂଶୋଧନ କ୍ଷେତ୍ରରେ ଉଭୟ ଗୃହର କ୍ଷମତା ସମାନ। କୌଣସି ସାଧାରଣ ଚିଠା ଆଇନ ଅନୁମୋଦନ କ୍ଷେତ୍ରରେ ଉଭୟ ଗୃହ ମଧ୍ୟରେ ବିବାଦ ଉପୁଜିଲେ ରାଷ୍ଟ୍ରପତି ଉଭୟ ସଦନର ମିଳିତ ଅଧିବେଶନ ଆହ୍ୱାନ କରନ୍ତି ଓ ସେଠାରେ ବିବାଦୀୟ ଚିଠା ଆଇନ ଗୃହୀତ ହୁଏ। ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି ହୋଇଥିବା
ଅଧ୍ୟାଦେଶ ଓ ଜରୁରୀ ପରିସ୍ଥିତି ଜନିତ ଘୋଷଣାନାମା ସଂସଦର ଅନୁମୋଦିତ ହୁଏ। ତାପରେ ହେଲା କାର୍ଯ୍ୟପାଳିକା ବା ନିୟନ୍ତ୍ରଣ କ୍ଷମତା। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟମାନେ ଲୋକସଭା ନିକଟରେ ସାମୂହିକ ଭାବରେ ଉତ୍ତରଦାୟୀ। ତାହେଲେ ପ୍ରଧାନମନ୍ତ୍ରୀ ଆଉ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟମାନେ ଲୋକସଭା ପାଖରେ ଉତ୍ତରଦାୟୀ ରହନ୍ତି। ସରକାରଙ୍କର ବିଭିନ୍ନ ନୀତି ନିୟମ ଗୁଡ଼ିକ ସଫଳ କାର୍ଯ୍ୟ କରିବା ସମ୍ପର୍କରେ ସଂସଦରେ ବିତର୍କ ଚାଲେ ଓ ସରକାର ସାଂସଦ ମାନଙ୍କରେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ। ମୁଲତବୀ ପ୍ରସ୍ତାବ, ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଏବଂ ବଜେଟ୍ ଆଲୋଚନା ମାଧ୍ୟମରେ ସାଂସଦମାନେ ମନ୍ତ୍ରୀ ପରିଷଦ ଉପରେ ନିୟନ୍ତ୍ରଣ ଜାହିର କରିଥାନ୍ତି। କେବଳ ଲୋକସଭାରେ ମନ୍ତ୍ରିମଣ୍ଡଳ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଗୃହୀତ ହେଲେ ମନ୍ତ୍ରିମଣ୍ଡଳ ଇସ୍ତଫା ଦିଅନ୍ତି। ଅର୍ଥ ସମ୍ବନ୍ଧୀୟ କ୍ଷମତା। ସଂସଦର ବିନା ଅନୁମୋଦନରେ ସରକାର ଗୋଟିଏ ପଇସା ଖର୍ଚ୍ଚ କରିପାରିବେ ନାହିଁ ବା ଟିକସ ଆଦାୟ କରିପାରିବେ ନାହିଁ। କେନ୍ଦ୍ର ସରକାରଙ୍କର ଆୟବ୍ୟୟର ବାର୍ଷିକ ଅଟକଳ ବା ବଜେଟ୍ ସଂସଦର ଅନୁମୋଦିତ ହେବା ଆବଶ୍ୟକ, ନଚେତ୍ ସରକାର ଅଚଳ ଅବସ୍ଥାର ସମ୍ମୁଖୀନ ହୋଇଥାନ୍ତି। ସଂସଦରେ ବାର୍ଷିକ ବଜେଟ୍ ଅନୁମୋଦନ ହୋଇ ନପାରିଲେ ବା କାଟ୍ ପ୍ରସ୍ତାବ ଗୃହୀତ ହୋଇଗଲେ ମନ୍ତ୍ରିମଣ୍ଡଳ ଇସ୍ତଫା ଦେଇଥାନ୍ତି। ଅର୍ଥ ସମ୍ବନ୍ଧୀୟ ବିଲ୍ ବା ଅର୍ଥ ବିଲ୍ କେବଳ ଲୋକସଭାରେ ପ୍ରଥମେ ଆଗତ ହୁଏ। ଏହି ବିଲ୍ ଗୃହୀତ ହେବା ପରେ ବାଚସ୍ପତିଙ୍କ ସାର୍ଟିଫିକେଟ୍ ସହ ରାଜ୍ୟସଭାର ଗୃହୀତ ହେବା ପାଇଁ ପଠାଯାଏ। ରାଜ୍ୟସଭା 14 ଦିନ ମଧ୍ୟରେ ଯଦି ଲୋକସଭାକୁ ନ ପଠାଯାଏ ତେବେ ତାହା ରାଜ୍ୟସଭାରେ ଗୃହୀତ ହୋଇଛି ବୋଲି ଧରି ନିଆଯାଏ। ତାପରେ ହେଲା ନିର୍ବାଚନ ସମ୍ବନ୍ଧୀୟ କ୍ଷମତା। ରାଷ୍ଟ୍ରପତି ଉପରାଷ୍ଟ୍ରପତି ନିର୍ବାଚନରେ ସଂସଦର ଉଭୟ ଗୃହର ସଦସ୍ୟମାନେ ଭାଗ ନିଅନ୍ତି। ଲୋକସଭାର ସଭ୍ୟମାନେ ବାଚସ୍ପତି ଓ ଉପବାଚସ୍ପତିଙ୍କୁ ନିର୍ବାଚିତ କରନ୍ତି। ରାଜ୍ୟସଭାର ସଦସ୍ୟମାନେ ରାଜ୍ୟସଭାର ଉପାଧ୍ୟକ୍ଷଙ୍କୁ ନିର୍ବାଚିତ କରନ୍ତି। ତାପରେ ହେଲା ନ୍ୟାୟିକ କ୍ଷମତା। ରାଷ୍ଟ୍ରପତି ପଦଚ୍ୟୁତ ପ୍ରକ୍ରିୟାରେ ସଂସଦର ସମସ୍ତ ସଦସ୍ୟ ଭାଗ ନିଅନ୍ତି। ଉପରାଷ୍ଟ୍ରପତିଙ୍କୁ ପଦଚ୍ୟୁତ ପ୍ରସ୍ତାବ ପ୍ରଥମେ ରାଜ୍ୟସଭାରେ ଗୃହୀତ ହୁଏ ଓ ପରେ ଲୋକସଭାରେ ଅନୁମୋଦିତ ହୁଏ। ସର୍ବୋଚ୍ଚ ନ୍ୟାୟାଳୟ ଓ ରାଜ୍ୟ ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ ରାଷ୍ଟ୍ରପତିଙ୍କ ଦ୍ୱାରା ପଦଚ୍ୟୁତ ହୁଅନ୍ତି। ମାତ୍ର ସେ ସମ୍ବନ୍ଧୀୟ ପ୍ରସ୍ତାବଟି ପ୍ରଥମ ସଂସଦରେ ଗୃହୀତ ହୋଇଥାଏ। ସମ୍ବିଧାନ ସଂଶୋଧନ କ୍ଷମତା। ଆମ ସମ୍ବିଧାନର 368 ଧାରା ଅନୁଯାୟୀ ସମ୍ବିଧାନର ସଂଶୋଧନ ବ୍ୟବସ୍ଥା ସଂସଦ ଦ୍ୱାରା ହୋଇପାରିବ। ଆବଶ୍ୟକ ସଂଖ୍ୟାଗରିଷ୍ଠ ସମର୍ଥନରେ ସମ୍ବିଧାନ ସଂଶୋଧନ ଚିଠା ଆଇନଟି ସଂସଦର ଉଭୟ ଗୃହରେ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ସମ୍ମତି ପାଏ ଓ ଆଇନରେ ପରିଣତ ହୁଏ। ତାପରେ ହେଲା ବିବିଧ କ୍ଷମତା। ସଂସଦରେ ଜାତୀୟ ଏକ ଆନ୍ତର୍ଜାତୀୟ ସମସ୍ୟା ଉପରେ ସାରଗର୍ଭକ ଆଲୋଚନା ହୋଇଥାଏ। ଏହି ଆଲୋଚନା ମନ୍ତ୍ରିମଣ୍ଡଳକୁ ସଚେତନ କରାଇବା ସଙ୍ଗେ ସଙ୍ଗେ ଜନମତକୁ ସଜାଗ ଓ ସକ୍ରିୟ କରିଥାଏ। ସାଧାରଣ ଆୟ ବ୍ୟୟ କମିଟି, ଅଟକଳ କମିଟି ଏବଂ ମହାହିସାବ ନିରୀକ୍ଷକ ରିପୋର୍ଟ ଉପରେ ବିସ୍ତୃତ ଆଲୋଚନା କରି
ସାଂସଦମାନେ ସରକାରଙ୍କ ବିଭିନ୍ନ ତ୍ରୁଟି ସୂଚାଇ ଦେଇଥାନ୍ତି ଏବଂ ଏହାର ନିରାକରଣ ପନ୍ଥା ସରକାର ନିର୍ଣ୍ଣୟ କରନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟ। ସର୍ବୋଚ୍ଚ ନ୍ୟାୟାଳୟ ଆମ ଦେଶର ଶୀର୍ଷତମ ଅଦାଲତ। 1950 ଜାନୁଆରୀ 26 ତାରିଖରେ ଏହା ଶୁଭାରମ୍ଭ ହୋଇଥିଲା। ଏହା ପୂର୍ବରୁ ଏହି ନ୍ୟାୟାଳୟ ନାମ ଥିଲା ଫେଡେରାଲ କୋର୍ଟ ବା ସଂଘୀୟ ନ୍ୟାୟାଳୟ। ଆମ ଦେଶର ସମ୍ବିଧାନ ତଥା ନାଗରିକମାନଙ୍କର ମୌଳିକ ଅଧିକାରଗୁଡ଼ିକୁ ସୁରକ୍ଷା ଦେବା, କେନ୍ଦ୍ର ରାଜ୍ୟ ଓ ରାଜ୍ୟ ମଧ୍ୟରେ ଉପୁଜୁଥିବା ବିବାଦଗୁଡ଼ିକୁ ସମାଧାନ କରିବା, ସର୍ବୋପରି ଅପରାଧୀମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଇନ ଅନୁସାରେ ଦଣ୍ଡ ବିଧାନ କରିବା ପାଇଁ ନ୍ୟାୟାଳୟର କ୍ଷମତା ରହିଅଛି। ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦିଲ୍ଲୀଠାରେ ଅଛି। ଗଠନ। ସର୍ବୋଚ୍ଚ ନ୍ୟାୟାଳୟରେ ବର୍ତ୍ତମାନ ଜଣେ ପ୍ରଧାନ ବିଚାରପତି ଏବଂ ଅନ୍ୟ 33 ଜଣ ବିଚାରପତି ଅଛନ୍ତି। ଏହି ବିଚାରପତିମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତ ଦିଅନ୍ତି। ତାହେଲେ ବିଚାରପତିକି କିଏ ଆମର ଦେବେ ନା ରାଷ୍ଟ୍ରପତି ନିଯୁକ୍ତ ଦେବେ। ପ୍ରଧାନ ବିଚାରପତିକୁ ନିଯୁକ୍ତ ଦେଲାବେଳେ ରାଷ୍ଟ୍ରପତି ଆବଶ୍ୟକ ମନେ କଲେ ସୁପ୍ରିମକୋର୍ଟର ଅନ୍ୟ ବିଚାରପତି ଓ ଅନ୍ୟ ରାଜ୍ୟ ନ୍ୟାୟାଳୟର ବିଚାରପତିଙ୍କ ସହ ପରାମର୍ଶ କରିଥାନ୍ତି। ଯୋଗ୍ୟତା। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ପଦରେ ନିଯୁକ୍ତ ପାଇବା ପାଇଁ ଜଣେ ବ୍ୟକ୍ତି ପ୍ରଥମେ ଭାରତୀୟ ନାଗରିକ ହୋଇଥିବେ, ଏକ ବା ଏକାଧିକ ଉଚ୍ଚ ନ୍ୟାୟାଳୟର ଅନ୍ୟୁନ 5 ବର୍ଷ ପାଇଁ ବିଚାରପତି ଭାବେ କରିଥିବେ, କିମ୍ବା ଏକ ବା ଏକାଧିକ ଉଚ୍ଚ ନ୍ୟାୟାଳୟର ଏକାଦିକ୍ରମେ 10 ବର୍ଷ ପାଇଁ ଆଇନଜୀବୀ ବା ଆଡଭୋକେଟ ଭାବରେ କାର୍ଯ୍ୟ କରିଥିବେ। 5 ବର୍ଷ ବିଚାରପତି ଭାବରେ କାର୍ଯ୍ୟ କରିଥିବେ, ନହେଲେ 10 ବର୍ଷ ଓକିଲ ଭାବରେ ବା ଆଡଭୋକେଟ ଭାବରେ କାର୍ଯ୍ୟ କରିଥିବେ। ରାଷ୍ଟ୍ରପତିଙ୍କ ମତରେ ସେ ଜଣେ ବିଶିଷ୍ଟ ଆଇନଜ୍ଞ ହୋଇଥିବେ। ତାପରେ ହେଲା କାର୍ଯ୍ୟକାଳ ବା ପଦୋନ୍ନତି। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କର ଅବସର ବୟସ ସୀମା 65 ବର୍ଷ। ଅବସର ପ୍ରାପ୍ତ ବିଚାରପତିମାନେ ଦେଶର କୌଣସି ନ୍ୟାୟାଳୟରେ ଓକିଲାତି କରିପାରିବେ ନାହିଁ। କୌଣସି ବିଚାରପତିଙ୍କ ଅସଦାଚରଣ ଓ ଅସାମର୍ଥ୍ୟତା କାରଣରୁ ତାଙ୍କୁ ରାଷ୍ଟ୍ରପତି ପଦଚ୍ୟୁତ କରିପାରନ୍ତି। ସେଥିପାଇଁ ସଂସଦର ଉଭୟ ଗୃହର ସଭ୍ୟମାନଙ୍କର ସମର୍ଥନ ରହିଥିବା ଦରକାର। କ୍ଷେତ୍ରାଧିକାର ଓ କାର୍ଯ୍ୟାବଳୀ। ଏହି କ୍ଷେତ୍ରାଧିକାର ମୁଖ୍ୟତଃ 3 ପ୍ରକାରର: ମୌଳିକ କ୍ଷେତ୍ରାଧିକାର, ଆବେଦନମୂଳକ କ୍ଷେତ୍ରାଧିକାର, ଉପଦେଶ ପ୍ରଦାନ ସମ୍ପର୍କିତ କ୍ଷେତ୍ରାଧିକାର। ମୌଳିକ କ୍ଷେତ୍ରାଧିକାର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉପୁଜୁଥିବା ବିବାଦ ସମାଧାନ ସର୍ବୋଚ୍ଚ ନ୍ୟାୟାଳୟର ମୌଳିକ କ୍ଷେତ୍ରାଧିକାର ଅନ୍ତର୍ଭୁକ୍ତ। ନାଗରିକମାନଙ୍କର ମୌଳିକ ଅଧିକାରର ସୁରକ୍ଷା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ହାତରେ 5ଗୋଟି ପରମାଦେଶ ସମ୍ବିଧାନ ପ୍ରଦାନ କରିଛି। ଏହି ପରମାଦେଶଗୁଡ଼ିକ ସାହାଯ୍ୟରେ ମୌଳିକ ଅଧିକାର ସୁରକ୍ଷା ଦେଇଥାନ୍ତି। ପରମାଦେଶଗୁଡ଼ିକ ହେଲା ହେବିୟସ୍ କର୍ପସ୍, ମାଣ୍ଡାମସ୍ ପ୍ରୋହିବିସନ୍, ସର୍ସିୟରି ଓ କ୍ୟୁ ୱାରଣ୍ଟ। ଆବେଦନମୂଳକ କ୍ଷେତ୍ରାଧିକାର।
ଆବେଦନ କ୍ଷେତ୍ରାଧିକାର ତିନି ପ୍ରକାର ମକଦ୍ଦମାରେ ବିଭକ୍ତ: ସାମ୍ବିଧାନିକ, ଦେୱାନୀ ଓ ଫୌଜଦାରୀ। ଦେୱାନୀ ମକଦ୍ଦମାରେ ହାଇକୋର୍ଟର ରାୟ ବିରୁଦ୍ଧରେ ସର୍ବୋଚ୍ଚ ଅଦାଲତରେ ଆବେଦନ କରାଯାଏ। ସମ୍ବିଧାନ ସମ୍ପର୍କିତ ଯେକୌଣସି ମକଦ୍ଦମା ଉଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ବିରୁଦ୍ଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଅପିଲ ଆବେଦନ କରାଯାଏ। ଫୌଜଦାରୀ ମକଦ୍ଦମା ମଧ୍ୟ ହାଇକୋର୍ଟର ରାୟ ବିରୁଦ୍ଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଏ। ଉପଦେଶମୂଳକ କ୍ଷେତ୍ରାଧିକାର: କୌଣସି ଆଇନଗତ ପ୍ରଶ୍ନ ବା ଜନସ୍ୱାର୍ଥ ଜନିତ ସମସ୍ୟା ଉପରେ ରାଷ୍ଟ୍ରପତି ସର୍ବୋଚ୍ଚ ନ୍ୟାୟାଳୟର ମତାମତ ଲୋଡ଼ିଥାନ୍ତି। ରାଷ୍ଟ୍ରପତି ସର୍ବୋଚ୍ଚ ନ୍ୟାୟାଳୟର ମତାମତ ଗ୍ରହଣ କରିବାକୁ ବାଧ୍ୟ। ରାୟ ବା ପୁନର୍ବିଚାର କ୍ଷମତା: ଆବଶ୍ୟକ ସ୍ଥଳେ ସର୍ବୋଚ୍ଚ ନ୍ୟାୟାଳୟର ନିଜ ଦ୍ୱାରା ପୂର୍ବ ପ୍ରଦତ୍ତ ରାୟର ପୁନର୍ବିଚାର କରିଥାନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ସ୍ୱାଧୀନତା: ବିଚାରପତିମାନେ ରାଷ୍ଟ୍ରପତିଙ୍କ ଦ୍ୱାରା ସ୍ୱତନ୍ତ୍ର ପଦ୍ଧତିରେ ନିଯୁକ୍ତ ହୁଅନ୍ତି। ସେମାନଙ୍କ ପଦଚ୍ୟୁତି ବ୍ୟବସ୍ଥା ମଧ୍ୟ ସ୍ୱତନ୍ତ୍ର। ସେମାନଙ୍କର ଦରମା ଓ ଭତ୍ତା ସଂସଦର ଆଇନ ମାଧ୍ୟମରେ ସ୍ଥିର କରନ୍ତି ଓ ତାହା କୌଣସି ପରିସ୍ଥିତିରେ ହ୍ରାସ କରାଯାଇ ନଥାଏ। ବିଚାରପତିମାନଙ୍କ ଦରମା ଓ ଭତ୍ତା ଆଇନ ଦ୍ୱାରା ସ୍ଥିରୀକୃତ। ବିଚାରପତିମାନଙ୍କ ବୟସ ସୀମା ସମ୍ବିଧାନ ଦ୍ୱାରା ସ୍ଥିର କରାଯାଇଅଛି। ଅଭିଲେଖ ଅଦାଲତ: ସର୍ବୋଚ୍ଚ ନ୍ୟାୟାଳୟ ଏକ ଅଭିଲେଖ ଅଦାଲତ। ଏହି ନ୍ୟାୟାଳୟର ରାୟ ଓ ଆଦେଶନାମା ଗୁଡ଼ିକ ଦେଶର ଅନ୍ୟ ସମସ୍ତ ଅଦାଲତ ମାନିବାକୁ ବାଧ୍ୟ ଅଟନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଅଦାଲତ ଅବମାନନା ଅପରାଧ ପାଇଁ ଅଭିଯୁକ୍ତ ଦଣ୍ଡବିଧାନ କରିଥାନ୍ତି। ନ୍ୟାୟିକ ପୁନରାବଲୋକନ: ସର୍ବୋଚ୍ଚ ନ୍ୟାୟାଳୟ ହେଉଛି ସମ୍ବିଧାନର ରକ୍ଷାକର୍ତ୍ତା। ସଂସଦ ବା ରାଜ୍ୟ ବିଧାନ ମନ୍ତ୍ରିମଣ୍ଡଳ ଦ୍ୱାରା ପ୍ରଣୀତ ଆଇନ ବା କାର୍ଯ୍ୟପାଳିକାର ଆଦେଶନାମା ଯଦି ସମ୍ବିଧାନର କୌଣସି ବ୍ୟବସ୍ଥାକୁ ଉଲ୍ଲଂଘନ କରେ, ତାହାହେଲେ ସର୍ବୋଚ୍ଚ ନ୍ୟାୟାଳୟ ଉକ୍ତ ଆଇନ ଓ କାର୍ଯ୍ୟପାଳିକାର ଆଦେଶନାମାକୁ ଅଣସାମ୍ବିଧାନିକ ଘୋଷଣା କରିଥାନ୍ତି। ଜନସ୍ୱାର୍ଥ ମକଦ୍ଦମା: ବର୍ତ୍ତମାନ ସାଧାରଣ ସ୍ୱାର୍ଥ ବ୍ୟାହତ ହେଲେ ଯେକୌଣସି ସଚେତନ ବ୍ୟକ୍ତି ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଦାଲତ ଆଶ୍ରୟ ନେଇପାରିବେ। ଏପରିକି ସମ୍ବାଦପତ୍ର, ଗଣମାଧ୍ୟମ, ପ୍ରକାଶ ଓ ପ୍ରସାରିତ ସମ୍ବାଦକୁ ବିଚାର ପାଇଁ ଗ୍ରହଣ କରି ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କୁ ସମୁଚିତ ନିର୍ଦ୍ଦେଶ ଦେଇଥାନ୍ତି। ଏହି ବ୍ୟବସ୍ଥା ଯୋଗୁଁ ବହୁ କ୍ଷେତ୍ରରେ ପତିତ, ଦଳିତ, ନିଷ୍ପେଷିତ ତଥା ଅତ୍ୟାଚାରୀଙ୍କ ସମସ୍ୟା ଏବଂ ସର୍ବସାଧାରଣ ସମସ୍ୟାଗୁଡ଼ିକର ନ୍ୟାୟିକ ସମାଧାନ ହୋଇପାରିଛି। ସର୍ବୋଚ୍ଚ ନ୍ୟାୟାଳୟ ସଂଘୀୟ ନ୍ୟାୟାଳୟ ଭାବରେ କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ଉପୁଜୁଥିବା ବିବାଦ ସମାଧାନ କରନ୍ତି। ସର୍ବୋପରି ସାମାଜିକ ତଥା ଅର୍ଥନୈତିକ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟର ଭୂମିକା ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ। ଈଶ୍ୱର ତୁମମାନଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।